वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। Hello everyone, welcome you to A2M classes। तो आंध्र प्रदेश बीएड फर्स्ट सेमिस्टर क्लास चालू होची जेडे होची आईसीटी रो आज होची यूनिट 2 क्लास। जदि आपण पूर्व क्लास देखिया चाहउछंती जेडा होची आपण प्लेलिस्ट अछि आपण आराम से देखि परिबे। तो 1 क्लास देखि कि आपण बा आपण यूनिट 1 रो क्लास देखि कि आपण यूनिट 2 रो क्लास करंतु आपण आराम से बुझी परिबे। तो आज होची मैराथन क्लास फॉर द यूनिट 2 जोटे कि आपण यूनिट 2 रो जति कि आपण देखि परिबे ठीक आपण कंटेंट अछि उडा आपणकर डिस्कस करा जिवो। ଆପଣଙ୍କର ୟୁନିଟ୍ 2 ର ଯୋଉ ପ୍ରଥମ କ୍ୱେଶ୍ଚନ ହଉଛି ଆପଣଙ୍କର ଏକ୍ସପ୍ଲେନ ଦ କନସେପ୍ଟ ଅଫ ମଲ୍ଟି ସେନ୍ସରୀ ଇନଷ୍ଟ୍ରକ୍ସନ। ତ ମଲ୍ଟି ସେନ୍ସରୀ ଇନଷ୍ଟ୍ରକ୍ସନ ଆମେ କାହାକୁ କହିବା ସେ ବିଷୟରେ ଆମେ ଡିସ୍କସ କରିବା। ତ ମଲ୍ଟି ସେନ୍ସରୀ କଣ? ଯେତେବେଳେ ଆମେ କୌଣସି ସେନ୍ସ ମାଧ୍ୟମରେ କୌଣସି ଜିନିଷକୁ ଇନଷ୍ଟ୍ରକ୍ସନ ଦିଅନ୍ତି ବା ଜାଣନ୍ତି ସେଟାକୁ ଆମେ କହୁଛନ୍ତି କଣ ମଲ୍ଟି ସେନ୍ସରୀ ଇନଷ୍ଟ୍ରକ୍ସନ। ଆଉ ମଲ୍ଟି ସେନ୍ସରୀ କେତେବେଳେ ନା ବହୁତ ସେନ୍ସ ମାଧ୍ୟମରେ ଆମେ କୌଣସି ଜିନିଷ ଜାଣୁଛନ୍ତି ଯେମିତି ଦେଖିକି, ଶୁଣିକି, ଟଚ୍ କରିକି, ମୁଭମେଣ୍ଟ କରିକି ଏଇ ସବୁ ଜିନିଷ ଯେତେବେଳେ ଜାଣୁଛନ୍ତି ତାକୁ ଆମେ କହୁଛନ୍ତି ମଲ୍ଟି ସେନ୍ସରୀ ଇନଷ୍ଟ୍ରକ୍ସନ ବୋଲି। ତ ପିଲାଟେ ଯେତେବେଳେ ଆମେ କହୁଛନ୍ତି କଣ ନା ପିଲାଟେ ଯେତେବେଳେ କ୍ଲାସରେ ବସି ସିଏ ଜାଣିବ କେମିତି? ତ ଯେତେବେଳେ ଆମେ କୌଣସି ଜିନିଷକୁ ତାକୁ ଜଣଉଛନ୍ତି ସିଏ ଦେଖୁଛି ବି ଶୁଣୁଛି ବି ଜିନିଷକୁ ପ୍ରାକ୍ଟିସ କରୁଛି ମୁଭମେଣ୍ଟ କରୁଛି ଏ ମାଧ୍ୟମରେ ସିଏ ଶିଖୁଛି। ତ ମଲ୍ଟି ସେନ୍ସରୀ ଇନଷ୍ଟ୍ରକ୍ସନ is an the educational approach that integrate the multiple sensory pathway such as sight ଆମେ କହୁଛନ୍ତି hear କଣ କହୁଛନ୍ତି ଟଚ୍ ମୁଭମେଣ୍ଟ ଏଇ ମାଧ୍ୟମରେ ଆମେ ଶିଖୁଛନ୍ତି ଇନଟୁ ଏ ଲର୍ଣ୍ଣିଂ ପ୍ରୋସେସ। ଶିକ୍ଷଣ ପନ୍ଥାରେ ଆମେ କଣ କରୁଛନ୍ତି ପ୍ରୋସେସରେ ନା ଆମେ କଣ କରୁଛନ୍ତି ନା ଯୋଉ ମାଧ୍ୟମରେ ଶିଖୁଛନ୍ତି ବା ଯୋଉ ମଲ୍ଟି ସେନ୍ସ ଅର୍ଗାନ ମାଧ୍ୟମରେ ଶିଖୁଛନ୍ତି ସେଟାକୁ ମଲ୍ଟି ସେନ୍ସରୀ ଇନଷ୍ଟ୍ରକ୍ସନ କହୁଛନ୍ତି। This underlying premises of the method is that individual learn more effectively when they engage more than one sense। ଯୋଉଟା କି simultaneously ଯେତେବେଳେ ଆମେ ଏକା ସାଙ୍ଗରେ କଣ କରୁଛନ୍ତି ନା ମୋର ଦେନ୍ ୱାନ୍ ସେନ୍ସ ର ବ୍ୟବହାର କରୁଛନ୍ତି ସେତେବେଳେ କଣ ହଉଛି ନା ଆମେ ବହୁତ କିଛି ଜିନିଷ ଶିଖି ପାରୁଛନ୍ତି। as this strengthens memory enhance the understanding ଯେତେବେଳେ ଆମେ ସେନ୍ସ ମଲ୍ଟି ସେନ୍ସ ମାଧ୍ୟମରେ ଆମେ କଣ ଜିନିଷ ଶିଖୁଛନ୍ତି ବା ଇନଷ୍ଟ୍ରକ୍ଟ ଦଉଛନ୍ତି ତା ଦ୍ୱାରା କଣ ହଉଛି ନା ମେମୋରି ଏନହାନ୍ସ ହଉଛି ଆମେ ଜିନିଷକୁ ବୁଝି ପାରୁଛନ୍ତି। it is particularly beneficial for the learner who struggle with traditional learning method जोटा कि आपणकर चक एंड टक मेथड ट्रेडिशनल लर्निंग मेथड अछि सेई माध्यमरे कोन करछन ना जेतबे सेई माध्यमरे कोन होछि ना पिला माने खाली वन वे रे सिकंती। तो जेतबे आजि करी जो आईसीटी बेस्ड रे हम पिला पाठ पढुचंती पिला देखुचंती सुनुचंती 3D मॉडल देखुचंती ता द्वारा कोन होछि ना पिला मानकर अंडरस्टैंडिंग लेवल आउरी डेप्थ को जाउछि सच एज दिस द with the dyslexia বা एडीएस বা ଅଦର ଲର୍ଣ୍ଣିଂ ଡିଜାବିଲିଟି ଯୋଉ ପିଲାଙ୍କର ଅଛି ପିଲାମାନେ କଣ କରନ୍ତି ନା ଜିନିଷକୁ କହିପାରନ୍ତିନି, ଭୁଲି ଯାଆନ୍ତି ବା ଆପଣ ରିଡିଂ କରିପାରନ୍ତିନି। ତ ଏଇ ପ୍ରକାର ସବୁ ଡିଜାବିଲିଟି ପିଲାଙ୍କର ଥାଏ କ୍ଲାସ୍ ଭିତରେ ତ ସେଗୁଡାକ ଦୂର ହେଇପାରିବ। ବଟ୍ ଇଟ୍ କ୍ୟାନ୍ ବି ଆଡଭାଣ୍ଟେଜେସ୍ ଫର୍ ଦ ଅଲ୍ ଷ୍ଟୁଡେଣ୍ଟ ଇଟ୍ ଇଜ୍ କ୍ୟାଟର୍ସ ଅଫ୍ ଦ ଡିଫରେଣ୍ଟ ଲର୍ଣ୍ଣିଂ ଷ୍ଟାଇଲ। ଏଇ କଣ କରୁଛି ନା ଡିଫରେଣ୍ଟ ଲର୍ଣ୍ଣିଂ ଷ୍ଟାଇଲକୁ ଫଲୋ କରୁଛି। So in multi-sensory instruction, the integration of sensory experiences aims to help the learner make stronger connection between the new information and their existing knowledge। ताମାନେ ଯେତେବେଳେ new connection ବା new connection ସେ କରୁଛି ତା ସହିତ ସେ existing knowledge ସହିତ ବି fit କରୁଛି। For the example, when learner a new vocabulary word, the teacher might incorporate the following sensory elements। sensory element ମାଧ୍ୟମରେ ପିଲାମାନଙ୍କୁ ପଢେଇ ପାରିବେ। ଯେମିତି କି ଆମେ କହୁଛନ୍ତି କଣ ଏଠି ଆପଣ ଦେଖିପାରିବେ will learn କେତେ ନା ଆପଣଙ୍କର 10% ବା 10% ଜିନିଷଟାକୁ ଆମେ କଣ କରୁଛନ୍ତି ଟେଷ୍ଟ ବା ଆମେ ଟେଷ୍ଟ କରିକି ଜାଣୁଛନ୍ତି। 1.5% ଆମେ ଟଚ୍ କରିକି ଜାଣୁଛନ୍ତି। 3.5% ଆମେ ସ୍ମେଲ ମାଧ୍ୟମରେ ଶୁଙ୍ଘିକି ଜାଣୁଛନ୍ତି। 11% ଆମେ ହିୟରିଂ ମାଧ୍ୟମରେ ଜାଣୁଛନ୍ତି। 8% ଆମେ ସାଇଟ୍ ମାନେ ଦେଖିକି ଜାଣୁଛନ୍ତି। ତ ଏଇଟା ହଉଛି ୱି ଲର୍ନ କିପରି ଆମେ ଲର୍ନ କଲେ ମନେ ରଖନ୍ତୁ। ତାପରେ ହଉଛି ରିମେମ୍ବର ଆମେ ଜିନିଷକୁ କିପରି ମନେ ପକଉଛନ୍ତି। ତ 20% ଆମେ ଯାହା ଶୁଣିଥିବା ସେଇଭଳିଆ ମନେ ପକେଇବା। 30% ଆମର ମନେ ପଡିବ ଯେତେବେଳେ ଆମେ ଦେଖିଥିବା ଜିନିଷଟାକୁ। ଆଉ ଯେତେବେଳେ ଦେଖିଥିବା ଶୁଣିଥିବା ଏଟା 50% ମନେ ରଖେ। ତାପରେ 80% ମନେ ରହିବ ଯେତେବେଳେ ଆମେ ତାକୁ କହିକି ପ୍ରାକ୍ଟିସ କରିଥିବା ବା ମୁଖସ୍ଥ କରିଥିବା। ତାପରେ 90% କେମିତି ସେ ଏଣ୍ଡ ଡୁ ଆମେ ସେଟାକୁ କହିବା ଏବଂ କରିବା ତା ମାଧ୍ୟମରେ କଣ ହଉଛି ନା ଆପଣ 90% ମନେ ରହୁଛି। ତ ଆପଣ ମନେ ରଖନ୍ତୁ ଯେତେବେଳେ ପାଠ ପଢିବେ ଏଇ ମାଧ୍ୟମରେ ହିଁ ପାଠ ପଢିବାକୁ ପଡିବ। ତ ସେଥିପାଇଁ ଭିଜୁଆଲ ହଉଛି କଣ ନା ଆମେ ଡିସପ୍ଲେ ଜିନିଷଟାକୁ ଦେଖୁଛନ୍ତି ରିଟେନ୍ ଅନ୍ ଦ ବୋର୍ଡ ପିକ୍ଚର କିଛି ଦେଖଉଛନ୍ତି ଟିଚର ସେଟା ସେ ମାଧ୍ୟମରେ ଆମେ ଭିଜୁଆଲ କରନ୍ତି। ଅଡିଟୋରୀ ଟିଚର କିଛି କହୁଛନ୍ତି ପ୍ରୋନାଉନ୍ସ କରୁଛନ୍ତି ୱାର୍ଡକୁ ରିପିଟ୍ କରୁଛନ୍ତି ସେଟାକୁ ଆମେ ଜାଣୁଛନ୍ତି।
କାଇନେସ୍ଥେଟିକ୍ ବା ଟାକ୍ଟାଇଲ୍ ଆମେ କଣ କରୁଛୁ ପ୍ରାକ୍ଟିସ୍ କରୁଛନ୍ତି। ପେପର ୱାର୍କ କରୁଛନ୍ତି, ପେପରରେ ଆମେ ଲେଖୁଛନ୍ତି, ଲେଟର ଲେଖୁଛନ୍ତି। ତ ଆମେ ଜିନିଷଟାକୁ ଏଇ ମାଧ୍ୟମରେ ମ୍ୟାନିପୁଲେଟ୍ କରିପାରୁଛନ୍ତି। ତାପରେ ହଉଛି ମୁଭମେଣ୍ଟ, ୟୁଜ୍ ଆୱାର ବଡି ମୁଭମେଣ୍ଟ, ଗେସ୍ଚର ରିପ୍ରେଜେଣ୍ଟେସନ ରହୁଛି। ଆମେ ଯେମିତି କଥା କହୁଛନ୍ତି, ଫିଜିକାଲି ଆକ୍ଟିଭିଟିସ୍ ରହୁଛି। ତ କିଛି ପାଠ ପଢାରେ ଫିଜିକାଲି ଆକ୍ଟିଭିଟିସ୍ ବି ଥାଏ। ହୁଁ, ତ ସେଇଗୁଡା ମୁଭମେଣ୍ଟ ଯାଉଛି। ତ ଏଇଗୁଡାକ ସବୁ ଯାଉଛି କଣ ଗୋଟେ ମଲ୍ଟି ସେନ୍ସରୀ ମାନେ ଇନଷ୍ଟ୍ରକ୍ସନରେ ଯାଉଛି। ମଲ୍ଟି ସେନ୍ସରୀ ମାଧ୍ୟମରେ ଆମେ କେଉଁ ଜିନିଷକୁ ଲର୍ନ କରିପାରୁଛନ୍ତି। ତ ମଲ୍ଟିପୁଲ ୱେରେ ଯେତେବେଳେ ଆମେ ଲର୍ନ କରନ୍ତି ଜିନିଷଟାକୁ ଆହୁରି କଂକ୍ରିଟଲି ଜାଣିପାରିବା ନା। ତ ଏଇଟା ହଉଛି ଯେତେବେଳେ ଆପଣ ପିଲାମାନଙ୍କୁ ପଢେଇବେ ତ ଏଇ ମାଧ୍ୟମରେ ପଢେଇବାକୁ ଚେଷ୍ଟା କରିବେ। ଗୋଟିଏ ସେନ୍ସ ମାଧ୍ୟମରେ ପଢେଇବେନି। ପିଲା ବୁଝିପାରିବେନି। ଯୋଉଟା ଟ୍ରାଡିସନାଲ ଆପ୍ରୋଚରେ ରହୁଥିଲା ଚକ୍ ଆଣ୍ଡ ଟକ୍ ମେଥଡ। ଖାଲି ଶୁଣିବେ। ହେଲା। This multisensory approach was to stimulating different region of the brain, increase the chance of information being retained, ଯେମିତି ମନେ ରହିବ। The multisensory experience enhance the cognitive processing, ଯୋଉ mental process ଟାକୁ active କରୁଛି। And as the learner not just passively receive the information, ଖାଲି passive ବସିକି ଖାଲି ଶୁଣିବନି, they are active engaged in the constructive knowledge through the different sense inputs। ତାମାନେ different sensory inputs ଦ୍ୱାରା ସେ ଜିନିଷଟାକୁ knowledge ଟାକୁ construct କରିପାରୁଛି। For example, when teaching math, ଯେତେବେଳେ ଆପଣ math ପଢଉଛନ୍ତି ବା teacher math use the manipulative such as blocks or bits to visually representation mathematical concept କୁ visually ଦେଖଉଛନ୍ତି blackboard ରେ, and have student verbally discuss the process, discuss କରାହଉଛି verbally ଏଇ step ମାଧ୍ୟମରେ ଏଟାକୁ solve କରାଯିବ, and physically move to the object and demonstrate the additional subtraction blackboard ରେ ତାଙ୍କୁ ଜଣଉଛନ୍ତି। And similarly reading the instruction, student may engage in the reading aloud while by tracking the words with the fingers and using the tactile materials such as the sandpaper বা letter to the associate sound and touch। ଏଇ ମାଧ୍ୟମରେ ଆମେ ଶିଖୁଛନ୍ତି ପିଲାମାନଙ୍କୁ। ତ ପିଲାମାନଙ୍କୁ ଯେତେବେଳେ ଆମେ ମ୍ୟାଥ ପଢାନ୍ତି ଯାହା ବି ପଢାନ୍ତୁ, ଆପଣ ଯେତେବେଳେ କୌଣସି ଆକ୍ଟିଭିଟି ଦେଖେଇକି ବଡି ମୁଭମେଣ୍ଟ କରେଇକି ପିଲାଙ୍କୁ ଡାକିକି ବ୍ଲାକବୋର୍ଡ କତିକି ହଉ, ହୁଁ, ପିଲାଙ୍କୁ କହିକି ଶୁଣେଇକି ଏ ମାଧ୍ୟମରେ ଯାହା ବି ମଲ୍ଟି ସେନ୍ସ ୟୁଜ ହେଇପାରିବ ସେ ମାଧ୍ୟମରେ ଆମେ ମଲ୍ଟି ସେନ୍ସରୀ ଇନଷ୍ଟ୍ରକ୍ସନ ଦେଇଥାନ୍ତି। Research has shown that the multisensory method improve the learning outcomes by enhancing the student engagement। ଯେତେବେଳେ ଆମେ student କୁ engage କରିବା ସେତେବେଳେ ଏଟା ହେଇପାରିବ। ହେଲା। ତ supporting the memory retention and making the abstract concept more tangible, ମାନେ abstract concept ଟା ଆହୁରି ବ୍ୟାପକ ଭାବରେ ପିଲାଙ୍କ ମାଇଣ୍ଡରେ ରହିବ। ତାପରେ ହଉଛି କଣ? Furthermore, this approach encourage a deeper level of understanding by the presentation information variety formats। ତ variety formats ରେ ଆମେ ଯେତେବେଳେ କୌଣସି information ଦବାକୁ ଚାହାନ୍ତି ତ multi sensory ମାଧ୍ୟମରେ ହେଇପାରିବ, which can be especially useful for the students who might struggle and grasp concept of the sense alone। ତାମାନେ ଯେତେବେଳେ ପିଲାଟି କୌଣସି ପ୍ରୋବ୍ଲେମରେ ସଫର କରୁଛି ସେ multi sense ମାଧ୍ୟମରେ ଜିନିଷଟାକୁ ଜାଣିପାରିଥାଏ ଇଜିଲି। ତ multi sensory instruction also taking into account varying needs and strength of the individual student। ତ individual student ମାନଙ୍କର variety strength କୁ ନେଇକି ଚାଲିଥାଏ। Now, for instance, some students may benefit more auditory cues, ଯୋଉମାନେ ଅଡିଟୋରି ମାଧ୍ୟମରେ ଶିଖିପାରିବେ। ଆଉ କିଛି ଜଣ ଅଛନ୍ତି ଭିଜୁଆଲି ଶିଖିବେ, ଟେକ୍ଟାଇଲ ବଡି ମୁଭମେଣ୍ଟ କରିକି ଶିଖିବେ। ତ ଯୋଉ ମାଧ୍ୟମରେ ଶିଖିପାରିବେ ଟିଚର can reach the wider range of learning, provide more inclusive and effective education, ଯୋଉଟା କି ଆମେ କହୁଛନ୍ତି। ତ ଇଏ ଥିଲା ଆପଣଙ୍କର ପ୍ରଥମ କ୍ୱେଶ୍ଚନର ଡିସ୍କସନ। ଆପଣ ଆଶା କରୁଛୁ ଭଲ ଭାବରେ ବୁଝିପାରୁଥିବେ। ଏଠି ଆପଣଙ୍କର କନକ୍ଲୁଜନ ଦେଇଛି, କନକ୍ଲୁଜନ ସବୁବେଳେ ନିଜେ ଡିରାଇଭ୍ କରିବେ, ନହେଲେ ଆପଣ ଏଇଠି ଦେଇଛି ଆପଣ ନିଜେ ଆରାମସେ ପଢିକି ବୁଝିପାରିବେ। ତାପରେ ଆମେ ଆସିବା 2 ନମ୍ବର କ୍ୱେଶ୍ଚନକୁ। 2 ନମ୍ବର କ୍ୱେଶ୍ଚନ କଣ କହୁଛି ଆମେ ଆଗେ ଜାଣିନେବା। What is classroom interaction analyze? Write a short note on Flender interaction analyze system, ବା ଆମେ କହୁଛନ୍ତି FISES Flender interaction analyze category system। ତ discuss the advantages and limitation of Flender system। ତ Flender କଣ କରିଥିଲେ? ଗୋଟେ କ୍ଲାସରୁମ ଇଣ୍ଟରାକ୍ସନ ଦେଇଥିଲେ। ଯେମିତିକି ଆପଣ ଗୋଟେ ନର୍ମାଲ କ୍ଲାସରୁମର 45 ମିନିଟର କ୍ଲାସରୁମ ଆପଣ ରହୁଛି। ଆପଣ ଯେତେବେଳେ ଆଗାମୀ ଦିନରେ ଟିଚର ହେବେ, ବର୍ତ୍ତମାନ ତ ବିଇଡି କରୁଛନ୍ତି, ଆଗାମୀ ଦିନରେ ତ ଟିଚର ହେବେ। ତ ଆଗାମୀ ଦିନରେ ଯେତେବେଳେ ଆପଣ 45 ମିନିଟର କ୍ଲାସ ନେବେ, ସେଇ କ୍ଲାସରେ ଆପଣ ପିଲାମାନଙ୍କୁ କିପରି ଇନଷ୍ଟ୍ରକ୍ସନ ଦେବେ, ପିଲାଙ୍କ ଭିତରେ କିପରି ଇଣ୍ଟରାକ୍ସନ କରିବେ, କିପରି ଆପଣ କୋଡିଂ ଡିକୋଡିଂ କରିପାରିବେ, ହଁ, ବା ଏନକୋଡ ଡିକୋଡ କରିପାରିବେ। ତ ଏଇ ମାଧ୍ୟମରେ ଆପଣ ଏଇ କ୍ଲାସରୁମ ଟାକୁ ପ୍ରେଜେଣ୍ଟ କରିଛନ୍ତି କିଏ? ଫ୍ଲେଣ୍ଡର୍ସ। ସେଇଥିପାଇଁ ଫେଲନରଙ୍କ ଏଇ ଥିଓରିର ନାଁ ହଉଛି କ୍ଲାସରୁମ ଇଣ୍ଟରାକ୍ସନ ଆନାଲାଇଜ ବା ଫେଣ୍ଡର ଇଣ୍ଟରାକ୍ସନ ଆନାଲାଇଜ ସିଷ୍ଟମ, ବା ଆପଣ FISES ଫେଣ୍ଡର ଇଣ୍ଟରାକ୍ସନ ଆନାଲାଇଜ କ୍ୟାଟେଗୋରୀ ସିଷ୍ଟମ। ତ ଏଟାକୁ ମନେ ରଖିଥାନ୍ତୁ। ଏଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ଆପଣଙ୍କର କମ୍ପଲସରି ଏଟା କ୍ୱେଶ୍ଚନ ଆସେ ଆପଣଙ୍କର ବିଏଡ୍ ଏକ୍ସାମରେ, ଏଟା ମନେ ରଖନ୍ତୁ। ତ ଆପଣଙ୍କର ହଉଛି କ୍ଲାସରୁମ ଇଣ୍ଟରାକ୍ସନ ଆନାଲାଇଜ refers to the study of communication pattern between the teacher
एंड स्टूडेंट मु जा कहली गोटे क्लासरूम रे किपरि स्टूडेंट टीचर भितर कम्युनिकेशन करिवे ड्यूरिंग द क्लास एक्टिविटी जेतेबेले क्लास चलीथिबो इट इन्वॉल्व द ऑब्जर्वेशन बा एनालाइज द नेचर ऑफ वर्बल आमे द वर्बल कम्युनिकेशन करछन्ती बा किछि बा नॉन वर्बल इंटरेक्शन करूछन्ती एक्शन माध्यम रे सेटो आमे कोन कहउछन्ती ना दैट टेक द प्लेस ऑफ क्लासरूम टू द अंडरस्टैंड हाउ द डायनामिक ऑफ टीचर स्टूडेंट एक्सचेंज इन्फ्लुएंस लर्निंग आउटकम किपर लर्निंग आउटकम को से मीट करूछन्ती और निज भितर आइडिया को एक्सचेंज करी किपरि शिक्षण पंथा को आगु नउछन्ती एटा होची आपण क्लासरूम इंटरेक्शन एनालाइज को डिस्क्राइब करछन्ती फ्लैंडर्स। This primary focus is to identify the frequency, types, and quality of interaction, as these can significantly affect the learning environment, student engage, and overall educational experience. जोटा कि overall educational experience को बुझाଉଛି। हाँ, one widely used method for the analyzing classroom interaction is the Flander interaction analysis system जोटा कि FIACS बा FIAS कुहाଯାଉଛି। डेवलप बाय द नेड फ्लैंडर इन 1960 रे सेटाको डेवलप करथिले ना मन रखिबे दिस सिस्टम कैटेगरीज एंड क्वांटिफाई द वर्बल बिहेवियर दैट अकर्स द क्लासरूम से बेसिकली वर्बल बिहेवियर को स्ट्रेस देथिले नॉन वर्बल को कम देथिले वर्बल को अधिक स्ट्रेस देथिले वर्बल बिहेवियर द्वारा ही क्लासरूम टा इंटैक्ट भलो हिताय नॉन वर्बल केते हम इंटैक्ट करि परिया पिला मानको and distinguish the between the different type of communication role and played by the both teachers and students माने टीचर और स्टूडेंट भितर जो रोल टा था एटा प्लेड हिता है तो एफआईएस helps to फ्लैंडर इंटरेक्शन एनालाइज helps to educator observe and evaluate their own teaching method या द्वारा पिला टीचर माने कोन करिवे निजर टीचिंग मेथड को इवैल्यूएट करि पारि सिस्टम माध्यम से केते हेल्पफुल होची पिलांग पई by the analyzing how often certain type of interaction occur and how this pattern might influence the student engagement and learning and classroom climate टा किपरि भलो ही परिबो तो आसन जानिया फ्लैंडर इंटरेक्शन एनालाइसिस सिस्टम एफआईएस कोन कहउची ना फ्लैंडर इंटरेक्शन एनालाइसिस सिस्टम डिवाइड्स द क्लासरूम वर्बल इंटरेक्शन इनटू 10 कैटेगरी 10 टा कैटेगरी रे डिवाइड करा हिची which are grouped into the board cluster group kara hichi these categories are designed to capture the various ways of which teacher and student communicate ranging from the teacher domination and teacher student domination behavior kipor ruchi and this system is typically used to observe the class for a set of period jota ki ame कहउछन 10 मिनिट जोटा कि ame गोटे इंटरवल सेट करछन and classify the verbal interaction one of the following category किपरि देखो तो टीचर स्टॉक को आमे कोन करछन्ती कैटेगरी टीचर स्टॉक को दुईटा कैटेगरी करछन्ती गोटे होची कैटेगरी 1 गोटे होची कैटेगरी 2 हां तो आपण देखि परिबे जो आपनकर कैटेगरी 1 होची टीचर्स आस्क द क्वेश्चन एंड सीकिंग द स्टूडेंट रिस्पांस रे जाउची तापर होची टीचर इन डायरेक्ट इन्फ्लुएंस जाउची कैटेगरी 2 रे टीचर्स गिव द डायरेक्शन कमांड आ लेक्चरिंग कैटेगरी 3 रे जाउची जोटा टीचर प्रेजेंट्स द इंफॉर्मेशन एक्सप्लेन द कांसेप्ट एतार जाउची पुनी आपनकर स्टूडेंट टॉक रे जाउची कोन ना आपनकर स्टूडेंट रेस्पॉन्स रे जाउची कैटेगरी 4 जो स्टूडेंट आंसर देबे बा रेस्पॉन्ड देबे टीचर क्वेश्चन को एटा को मन रखथिबे तापर होची एटा आपण एई भाय आपण मन रखिबे जोटा क्वेश्चन पहिले देखिबे तो स्टूडेंट इनिशिएशन स्टूडेंट एता टीचर किछि क्वेश्चन पचारचंती जेतेबेले सी आंसर देले रेस्पॉन्ड देले एटा स्टूडेंट रेस्पॉन्ड जाउची पिला ता निज इच्छा रे एता कोनसी जिंस से पचारछ एटा कैटेगरी 5 रे जाउची जोटा कि स्टूडेंट आस्क अ क्वेश्चन एंड मेक द स्टेटमेंट लीड्स टू द फर्दर डिस्कशन पई से पचारुछ तापर साइलेंस और पॉज पई हमें कैटेगरी से 6 हमें दउचंती हां तो इंक्लूड द मोमेंट ऑफ साइलेंस ड्यूरिंग द नाइदर टीचर एंड नॉर स्टूडेंट स्पीक एंड ऑफन द क्वेश्चन इंस्ट्रक्शन को हमें दउचंती तो स्टूडेंट टॉक को हमें दउचंती डिसएंगेजमेंट नॉन इंटरेक्शन में जाउची 7 टू 10 कैटेगरी रे हमें दउचंती तो ये गोटे कैटेगरी हला आपण एठी टिके डिफरेंट आपन को प्रेजेंट करा हेची आपण बुक रे भी देखिबे आउटे डिफरेंटली हेची टीचर स्टॉक को हमें भाग करचंती पुनी आपण स्टूडेंट टॉक को हमें भाग करिसंती जे आपण बुक रो कांसेप्ट देखुचंती तो आपण देखि परिबे टीचर स्टॉक को 7 कैटेगरी करा हेची टीचर स्टॉक को 7 टा कैटेगरी रे भाग करा हेची आपण देखि परिबे ଆପଣ ଟିଚର ଷ୍ଟକ୍ କୁ ଆପଣଙ୍କର 7 କ୍ୟାଟେଗୋରୀରେ ଭାଗ କରାହେଇଛି। ଆପଣ ଦେଖିପାରିବେ ଯୋଉଟାକି ହଉଛି 1 ରୁ ଆପଣଙ୍କର 7 ଭିତରେ। ତାପରେ ହଉଛି ଆପଣଙ୍କର ପୁପିଲ ଷ୍ଟକ୍ କୁ ଆପଣଙ୍କୁ 2ଟା କ୍ୟାଟେଗୋରୀରେ ଭାଗ କରାହେଇଛି। ଯୋଉଟା ଏ 8 ଆଉ 9 କୁ। ଆଉ ଆପଣଙ୍କ ସାଇଲେନ୍ସ ବା କନଫ୍ୟୁଜନ ଯୋଉଟାକି ଆପଣଙ୍କ କ୍ଲାସରେ ରହୁଛି ସେଟା ଆପଣଙ୍କୁ 10 କ୍ୟାଟେଗୋରୀରେ ଭାଗ କରାହେଇଛି। ତ ଆପଣ ଦେଖିପାରିବେ ଟିଚର ଷ୍ଟକ୍ କୁ ଫାଷ୍ଟ 2ଟା ଭାଗରେ କରାଗଲା ଇନଡାଇରେକ୍ଟ ଇନଫ୍ଲୁଏନ୍ସ ଯୋଉଟାକି ଆପଣଙ୍କ ଡାଇରେକ୍ଟ ଇନଫ୍ଲୁଏନ୍ସ ଷ୍ଟକ୍। ଯୋଉଟା ପାଇଁ ଇନଡାଇରେକ୍ଟ ଇନଫ୍ଲୁଏନ୍ସ ଷ୍ଟକ୍ ରେ ଆପଣ ରହିଲା ଏକ ନମ୍ବର କ୍ୟାଟେଗୋରୀ ରହିଲା ଆସେପ୍ଟ ବା ଫିଲିଂ କୁ ଯାଉଛି। 2 ନମ୍ବର କୁ ବୁଝଉଛି ପ୍ରେଜ୍ ଅର ଏନକରେଜ କୁ ବୁଝଉଛି। 3 ନମ୍ବର ହଉଛି ଆସେପ୍ଟ ଅର ୟୁଜ ଆଇଡିଆ ପୁପିଲ୍ସ କୁ ବୁଝଉଛି। ଆଉ 4 ନମ୍ବର ବୁଝଉଛି ଆସ୍କ କ୍ୱେଶ୍ଚନ କୁ। ଆଉ ଆପଣଙ୍କ ଡାଇରେକ୍ଟ ଇନଫ୍ଲୁଏନ୍ସ କୁ ବୁଝଉଛି ଆପଣଙ୍କର 5 ଲେକ୍ଚରିଂ 5 କ୍ୟାଟେଗୋରୀଟା ଲେକ୍ଚରିଂ ବୁଝଉଛି।
6ଟା ହଉଛି ଗିଭ୍ସ ଡାଇରେକ୍ସନ କୁ ବୁଝଉଛି ଆଉ 7 କ୍ୟାଟେଗୋରୀ ହଉଛି କ୍ରିଟିସାଇଜିଂ ବା ଜଷ୍ଟିଫାଇଂ ଅଥରିଟି କି ବୁଝଉଛି। ଏଟା ମନେ ରଖିଥିବେ। ତାପରେ ଆଉ ଯୋଉ ରହିଲା ପୁପିଲ ଟକ୍ ଦି ଭାଗରେ ବିଭକ୍ତ କରାଗଲା। ଗୋଟେ ହଉଛି ଆପଣଙ୍କର 8 ଆଉ 9। 8ଟା ହଉଛି ଆପଣଙ୍କର ଜାଣିପାରିବେ ପୁପିଲ ଷ୍ଟକ୍ ଇନିସିଏସନ, ଯୋଉଟା ଇନିସିଏସନ ନେବେ ବା ରେସ୍ପନ୍ସ କୁ ଆପଣଙ୍କର ବୁଝଉଛି ପୁପିଲ ଷ୍ଟକ୍ କୁ। ଏଇଭଳି ଆପଣ ଭାଗ କରିପାରିବେ। ଆଉ 10 ନମ୍ବର କ୍ୟାଟେଗୋରୀ ଯୋଉଟା ରହିଲା ସେଟାକୁ ଆପଣଙ୍କର ରହୁଛି କଣ ସାଇଲେନ୍ସ ଅର କନଫ୍ୟୁଜନ କ୍ଲାସ। ଯେତେବେଳେ ଟିଚର କିଛି କ୍ୱେଶ୍ଚନ ପଚାରୁଛନ୍ତି, ପିଲା ଚୁପ ହେଇଯାଉଛନ୍ତି, ଏଟା କିଛି ସମୟରେ 3 ସେକେଣ୍ଡର ଆପଣ ସାଇଲେନ୍ସ ରହୁଛି। ବା ପିଲା କିଛି ପଚାରୁଛନ୍ତି ସବୁ କ୍ଲାସ ସାଇଲେଣ୍ଟ ହେଇଯାଇଛି, ସେଟା ହଉଛି କଣ ଯୋଉଟା 3 ସେକେଣ୍ଡର ପଜ୍ ବା ଆପଣଙ୍କର ଯୋଉଟାକି ହଉଛି ସାଇଲେଣ୍ଟଟା। ସେଟାକୁ ସାଇଲେନ୍ସ ବା କନଫ୍ୟୁଜ କୁ ବୁଝଉଛି 10 କ୍ୟାଟେଗୋରୀ ଦିଆଯାଉଛି। ଫ୍ଲେଣ୍ଡର୍ସ ଏଇ କ୍ୟାଟେଗୋରୀ ଗୁଡା ଦେଇଥିଲେ, ତାପରେ ଏଇଟା ମନେ ରଖିଦେବେ, ଏଇଟା ବୁକ୍ସ ରୁ ଆଉ କିଛି କନସେପ୍ଟ ମୁଁ ଏଠି ବି ଦେଇଛି। ତ ଯୋଉ ଟାଇପଟା ଆପଣଙ୍କୁ ଭଲ ଲାଗିବ ଆପଣ ସେଇଟା ଆପଣ ପଢିକି ବୁଝିପାରିବେ। ତ ଏଇ ଅନୁସାରେ ଆପଣଙ୍କର ଫ୍ଲେଣ୍ଡର ତାଙ୍କର ଥିଓରି ଦେଇଥିଲେ, ତ କ୍ୟାଟେଗୋରୀ ସିଷ୍ଟମ କରିଥିଲେ। ତ ଫ୍ଲେଣ୍ଡର ଏବେ ଆମେ ଜାଣିବା ଆଡଭାଣ୍ଟେଜେସ୍ ଅଫ ଫ୍ଲେଣ୍ଡର ଇଣ୍ଟରାକ୍ସନ ଆନାଲାଇସିସ୍ ସିଷ୍ଟମ କଣ କହୁଛି। ପ୍ରଥମ ହଉଛି ଅବଜେକ୍ଟିଭ ମେଜରମେଣ୍ଟ ଅଫ ଇଣ୍ଟରାକ୍ସନ ପ୍ୟାଟର୍ନ। ଏଠି କଣ କହୁଛି ନା ଫ୍ଲେଣ୍ଡର ଇଣ୍ଟରାକ୍ସନ ଆନାଲାଇଜ ପ୍ରୋଭାଇଡ ଆନ୍ ଅବଜେକ୍ଟିଭ ୱେ ଟୁ ମେଜରିଂ ଦ କ୍ଲାସରୁମ ଇଣ୍ଟରାକ୍ସନ। କ୍ଲାସରୁମ ଇଣ୍ଟରାକ୍ସନ କୁ ଆଉ କ୍ୟାଟେଗୋରୀ କରାଯାଇଛି, ଭର୍ବାଲ ବିହେଭିୟରକୁ ଏଠି କ୍ୟାଟେଗୋରୀ କରାଯାଇଛି। ଏଟା ଆରାମସେ ଆପଣ ବୁଝିପାଇଲେ। ତାପରେ ପ୍ରୋମୋଟ ଦ ରିଫ୍ଲେକ୍ଟିଭ ଟିଚିଂ। ତ ଆପଣଙ୍କର ଯୋଉ ପାଠ ପଢେଇବାର ଯୋଉ ଶୈଳୀଟା ସେଠି ରିଫ୍ଲେକ୍ଟ ହେଇପାରୁଛି ଯେ ଆପଣ ପିଲାଙ୍କୁ କିପରି କମ୍ୟୁନିକେସନ କରିବେ, କିପରି ଆପଣ ଗ୍ରୁପ ଡିସ୍କସନ କରନ୍ତୁ, କିପରି ଆପଣ ଟିଚର ସେଣ୍ଟର ମେଥଡ ଫଲୋ କରନ୍ତୁ, ଏଟାକୁ ବୁଝଉଛି। ତାପରେ ହଉଛି ଇମ୍ପ୍ରୁଭମେଣ୍ଟ ଅଫ ଟିଚର ଷ୍ଟୁଡେଣ୍ଟ କମ୍ୟୁନିକେସନ। ୟା ଦ୍ୱାରା କଣ ହବ ନା ଆପଣଙ୍କ ଯୋଉ ଲେଖୁନାଟା ଅଛି ଜାଣିପାରିବେ ଯେ ଟିଚର ଷ୍ଟୁଡେଣ୍ଟ ଭିତରେ କିପରି କମ୍ୟୁନିକେସନ ହବା ଦରକାର ଆଉ କେତେ ଇମ୍ପ୍ରୁଭ ହବା ଦରକାର। ସେ ମାଧ୍ୟମରେ ଆପଣ ନେଇପାରିବେ। ଏଟା ହଉଛି ଆଡଭାଣ୍ଟେଜେସ୍। ତାପରେ ପ୍ରୋଭାଇଡ ଦ ଫିଡବ୍ୟାକ୍ ପ୍ରଫେସନାଲ ଡେଭଲପମେଣ୍ଟ। ଫିଡବ୍ୟାକଟା ଆପଣ ନିହାତି ଦରକାର ଯେ ଆପଣ ପ୍ରଫେସନାଲି ଗୋଟେ ଡେଭଲପ ଚାହୁଁଛନ୍ତି ନିଜର, ତ ଆପଣଙ୍କର ନିହାତି ଗୋଟେ ଫିଡବ୍ୟାକର ଆବଶ୍ୟକତା ରହୁଛି। ତାପରେ କଣ କ୍ୱେଶ୍ଚନ ଅଛି ନା ହେଲ୍ପସ୍ ଟୁ ଫୋଷ୍ଟର ଦ ବାଲାନ୍ସ କ୍ଲାସରୁମ୍ ଏନଭାୟରନମେଣ୍ଟ। ତ କ୍ଲାସରୁମକୁ ଆପଣ କିପରି ବାଲାନ୍ସଲି ମେଣ୍ଟେନ କରିପାରୁଛନ୍ତି ଷ୍ଟୁଡେଣ୍ଟ ସେଣ୍ଟର୍ଡ ମାଧ୍ୟମରେ, ଆପଣଙ୍କର କୋଲାବୋରେଟିଭ ଲର୍ଣ୍ଣିଂ ମାଧ୍ୟମରେ କିପରି ଆପଣଙ୍କର ବାଲାନ୍ସ କ୍ଲାସରୁମଟାକୁ ମେଣ୍ଟେନ କରିକି ଚାଲିପାରୁଛନ୍ତି। ତ ତାର କିଛି ଆପଣଙ୍କର ଲିମିଟେସନ ମଧ୍ୟ ଅଛି, ଆପଣ ଜାଣିପାରିବେ। ତ ଲିମିଟେସନ କଣ ଆପଣ ରହିଛି ଆପଣ ଏଇଠୁ ଜାଣିପାରିବେ। ତ ଫୋକସ ଅନ୍ ଦ ଭର୍ବାଲ ଇଣ୍ଟରାକ୍ସନ ଓନ୍ଲି ଭର୍ବାଲ ଇଣ୍ଟରାକ୍ସନ ଦିଆହଉଛି, ନନ୍ ଭର୍ବାଲ କୁଆଡେ ଗଲା, ବଡି ଲାଙ୍ଗୁଏଜ କୁଆଡେ ଗଲା, ଫେସିଆଲ ଏକ୍ସପ୍ରେସନ କୁଆଡେ ଗଲା, ଏଠି ତ ବିଷୟରେ କିଛି ଡିସ୍କସ କରାଗଲାନି ନା। ତାପରେ ହଉଛି ଲିମିଟେଡ ଟୁ ଦ କ୍ଲାସ ଅବଜର୍ଭେସନ। କ୍ଲାସ ରୁମକୁ ଆମେ ଲିମିଟ ଲେବୁଲରେ ଅବଜର୍ଭ କରିପାରିବା, ବ୍ୟାପକ ସ୍ତରରେ କରିପାରିବାନି। ତାପରେ ପୋଟେନସିଆଲ ଓଭର ସିମ୍ପ୍ଲିଫିକେସନ, ମାନେ ଯେତିକି ସିମ୍ପ୍ଲିଫାଏ କରିବା କଥା ଆମେ କରିପାରିବା, ଓଭର ସିମ୍ପ୍ଲିଫାଏ କଲେ ଜିନିଷଟା ଠିକ ରହିବ ନାହିଁ। ଏଟା ବି ଆପଣଙ୍କ ଗୋଟେ ଲିମିଟେସନ ଯାଉଛି। ତାପରେ ହଉଛି ଟାଇମ କନଜ୍ୟୁମ ଫର ଦ ଟିଚର। ଟିଚର ପାଇଁ ଏଠି ବହୁତ ଟାଇମ ପଳେଇ ଯାଉଛି ଏଇ ସିଷ୍ଟମକୁ ଫଲୋ କଲା ବେଳକୁ। ତାପରେ ଡଜ ନଟ୍ ଆକାଉଣ୍ଟ ଦ ଇଣ୍ଡିଭିଜୁଆଲ ଷ୍ଟୁଡେଣ୍ଟ ଡିଫରେନ୍ସ। ତ ଆପଣ ଇଣ୍ଡିଭିଜୁଆଲ ଷ୍ଟୁଡେଣ୍ଟ ଡିଫରେନ୍ସ ଯୋଉ ରହୁଛି ସେଟାକୁ ଆଇଡେଣ୍ଟିଫାଏ କରିପାରିବେ ନାହିଁ, ଖାଲି ଆପଣ ଯାହା କମ୍ୟୁନିକେସନ କରୁଛନ୍ତି ସେଟାକୁ ବୁଝଉଛି। ତାପରେ ରିକ୍ୱେଷ୍ଟ ଦ ସ୍କିଲ୍ଡ ଅବଜର୍ଭର। ତ ଏଠି ଗୋଟେ ଦକ୍ଷ ଅବଜର୍ଭର ଦରକାର। ଆପଣଙ୍କର ଏମିତି ନର୍ମାଲ ସିଷ୍ଟମରେ କଲେ ହବ ନାହିଁ। ତ ଗୋଟେ ଦକ୍ଷ ଆପଣଙ୍କ ଅବଜର୍ଭର ଦରକାର, ଦକ୍ଷ ଶିକ୍ଷକଟେ ଦରକାର। ତ ଏଇ ହଉଛି ଆପଣଙ୍କର ଫ୍ଲେଣ୍ଡର ଇଣ୍ଟରାକ୍ସନ ଆନାଲାଇଜ ମଡେଲ। ଆପଣ ଏଠି ଆପଣଙ୍କର ରହିଛି କନକ୍ଲୁଜନ ରହିଛି, ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରିବେ। ଆପଣ ଏଠି କନକ୍ଲୁଜନ ରହିଛି ନିଜେ ବି ପଢିକି ବୁଝିପାରିବେ। 3 ନମ୍ବର କଣ କ୍ୱେଶ୍ଚନ କହୁଛି ନା ହ୍ୱାଟ ଇଜ ଇଣ୍ଡିଭିଜୁଆଲାଇଜ ଇନଷ୍ଟ୍ରକ୍ସନ, ରାଇଟ୍ସ ଇଜ ନିଡ୍ସ ଆଣ୍ଡ ପ୍ରିନ୍ସିପଲ୍ସ। ତ ଆମେ ଇଣ୍ଡିଭିଜୁଆଲ ଇନଷ୍ଟ୍ରକ୍ସନ ବିଷୟରେ ଜାଣିବା। ତ ଇଣ୍ଡିଭିଜୁଆଲାଇଜ ଇନଷ୍ଟ୍ରକ୍ସନ ରେଫର୍ସ ଟୁ ଦ ଏଜୁକେଶନାଲ ଆପ୍ରୋଚେସ୍ where the teaching strategies, content and pace are tailored to meet the unique learning needs and interest and abilities of each student। ତାମାନେ ଆମେ କହୁଛନ୍ତି କଣ ନା ଇଣ୍ଡିଭିଜୁଆଲ ଇନଷ୍ଟ୍ରକ୍ସନ ଏପରି ଏକ ପ୍ରକ୍ରିୟା ଯେଉଁ ମାଧ୍ୟମରେ ଆମେ ଯେତେବେଳେ ଟିଚର ମାନେ ଯେତେବେଳେ ଇନଷ୍ଟ୍ରକ୍ସନ ଦେବେ, ତ ସେତେବେଳେ ଆପଣ ଇଣ୍ଡିଭିଜୁଆଲ ନିଡ୍ ବି ଆପଣ ଫୁଲଫିଲ୍ ହଉଥିବ, ଇଣ୍ଡିଭିଜୁଆଲକୁ ପ୍ରପର ଇଣ୍ଡିଭିଜୁଆଲକୁ ମିଟ୍ କରୁଥିବ। ତ ଅନଲାଇକ୍ ଟ୍ରାଡିସନାଲ କ୍ଲାସରୁମ ଇନଷ୍ଟ୍ରକ୍ସନ which often follow the one size fits all model. The individual instruction recognize that the student learn at the different rates and different ways. And this approach emphasizes the creating learning experiences that are the personalized, allowing each student to progress at their own pace and receive support where the necessary and work on the content that aligns with their specific needs। ତାମାନେ ଆମେ କହୁଛନ୍ତି କଣ ଯେତେବେଳେ ଆମେ ଗୋଟେ କ୍ଲାସରୁମ ଆପ୍ରୋଚରେ ଅଛନ୍ତି, କ୍ଲାସରୁମ ଆମେ ପିଲାମାନଙ୍କୁ ପଢଉଛନ୍ତି, ସେଇ ପଢେଇଲା ଭିତରେ କଣ ହଉଛି ନା ଆପଣଙ୍କର ପିଲାକୁ ଆମେ କଣ କରୁଛୁ ନା ଇନଷ୍ଟ୍ରକ୍ସନ ଦଉଛନ୍ତି, ଯୋଉ ଇନଷ୍ଟ୍ରକ୍ସନଟା ଟ୍ରାଡିସନାଲ ଆପ୍ରୋଚରେ ବେଶ ରହୁନି। ଆପଣଙ୍କର କଣ ହଉଛି ଆପଣଙ୍କର ସବୁ ପିଲାଙ୍କୁ ନିଡକୁ ଫୁଲଫିଲ୍ କରିପାରୁଛି, ସେଇଟାକୁ ଆମେ କହୁଛନ୍ତି କଣ ନା ଆପଣଙ୍କ ଇଣ୍ଡିଭିଜୁଆଲାଇଜ ଇନଷ୍ଟ୍ରକ୍ସନ। The goal of individualized instruction is to maximize the learning and potential to each student by the addressing the individual strength and challenges। ତ individual strength ଆଉ challenges କୁ ଯେତେବେଳେ ମିଟ୍ କରିପାରୁଛି ତାକୁ ଆମେ କହୁଛନ୍ତି କଣ ନା individualized instruction।
It is the particularly valuable in the diverse classroom where the students have varying levels of prior knowledge. तो एठी varying level of prior knowledge को बुझौछि आ learning styles and abilities को बुझौछि learning style and abilities को बुझौ तो individualized instruction can be implemented through the differentiated teaching method जो differentiated teaching method थिबो and modify the assignments and the use of technology personalized learning को आमे develop करि परिया पिलांकर it may also involve the varying of level of support provided to students, such as the additional scaffolding for the struggling learner and more challenging material advanced student. ତାମାନେ ଆମେ ଯେତେବେଳେ ଯୋଉ ପିଲାଟି କ୍ଲାସରୁମ୍ ପଢଉଛନ୍ତି ଯୋଉ ପିଲା ଗୁଡାକ ଟିକେ ଷ୍ଟ୍ରଗଲ ଫେସ୍ କରୁଛନ୍ତି କଣ୍ଟେଣ୍ଟ ବୁଝି ପାରୁନାହାନ୍ତି ଟିକେ ଏକ୍ସଟ୍ରା ସପୋର୍ଟ ଦରକାର ଯେତେବେଳେ ଆମେ ଏକ୍ସଟ୍ରା ସପୋର୍ଟ ଦେଇକି ପିଲାମାନଙ୍କୁ ପଢଉଛନ୍ତି ସେଇ ପିଲାମାନଙ୍କୁ ଦ୍ୟାଟ୍ ଇଜ ଦ ଇଣ୍ଡିଭିଜୁଆଲାଇଜ ଇନଷ୍ଟ୍ରକ୍ସନ ପ୍ରୋସେସ ତ ଆମେ କେତେବେଳେ ଆବଶ୍ୟକତା କରନ୍ତି ଇଣ୍ଡିଭିଜୁଆଲ ଇନଷ୍ଟ୍ରକ୍ସନ ଆମେ ଜାଣିବା ଯେତେବେଳେ ଆପଣଙ୍କର ଡାଇଭର୍ସ ଲର୍ଣ୍ଣିଂ ଷ୍ଟାଇଲ ନିଡ୍ ହୋଇଥାଏ ତ ବିଭିନ୍ନ ପ୍ରକାର ଡାଇଭର୍ସ ଲର୍ଣ୍ଣିଂ ଷ୍ଟାଇଲ ଥାଏ ଯେମିତିକି ଆପଣଙ୍କ ପିଲାମାନଙ୍କୁ ଆମେ କୋଉ ଜିନିଷକୁ ଦେଖେଇକି ପାଠ ପଢଉଛନ୍ତି ଭିଜୁଆଲାଇଜ କରିକି ଶୁଣେଇକି ଆକ୍ଟିଭିଟି ମାଧ୍ୟମରେ ଫିଲ୍ଡ ଟ୍ରିପ୍ ମାଧ୍ୟମରେ ସେତେବେଳେ ସେଟା କହୁଛୁ ଡାଇଭର୍ସ ଲର୍ଣ୍ଣିଂ ଷ୍ଟାଇଲରେ ଆମେ ପିଲାମାନଙ୍କୁ ଇଣ୍ଡିଭିଜୁଆଲ ଇନଷ୍ଟ୍ରକ୍ସନ ଦେଇପାରିବା ତାପରେ ଭେରିଏବିଲିଟି ଲର୍ଣ୍ଣିଂ ପେସ୍ ତ ଯୋଉ ପିଲାମାନେ ସମାନ ଅନୁପାତରେ ପାଠ ପଢନ୍ତି ନାହିଁ ଦେଖନ୍ତୁ ଯୋଉମାନଙ୍କର ଆଇକ୍ୟୁ ଅଧିକ ସେମାନେ ତ ଠିକ ଭାବରେ ପାଠ ପଢିକି ପଳେଇବେ ଯୋଉମାନଙ୍କର ଆଇକ୍ୟୁ ଟିକେ କମ ସେମାନଙ୍କୁ ଟିକେ ଇଣ୍ଡିଭିଜୁଆଲ ଇନଷ୍ଟ୍ରକ୍ସନ ମାଧ୍ୟମରେ ପାଠ ପଢିବାକୁ ପଡିଥାଏ ତ ଏଟା କହୁଛି ଭେରିଏବିଲିଟି ଇନ ଦ ଲର୍ଣ୍ଣିଂ ପେସ୍ ତାପରେ ସପୋର୍ଟ ଫର ଦ ଷ୍ଟୁଡେଣ୍ଟ ୱିଥ ସ୍ପେସିଆଲ ନିଡ୍ ଯୋଉମାନେ ସବୁ ଭିନ୍ନକ୍ଷମ ପିଲା ଥାଆନ୍ତି ବା ଆପଣଙ୍କର ଡିଫରେଣ୍ଟ ଏବୁଲ୍ଡ ଷ୍ଟୁଡେଣ୍ଟ ଥାଆନ୍ତି ତ ଏଇ ପ୍ରକାର ମାଧ୍ୟମରେ ଆମେ ଇଣ୍ଡିଭିଜୁଆଲ ଇନଷ୍ଟ୍ରକ୍ସନ ମାଧ୍ୟମରେ ଆମେ ପଢେଇ ପାରିବା ତାପରେ କଣ କହୁଛି ଇନକ୍ରିଜ ଦ ଷ୍ଟୁଡେଣ୍ଟ ମୋଟିଭେସନ ଏନଗେଜମେଣ୍ଟ ପିଲାମାନଙ୍କୁ ମୋଟିଭେଟ କରିବା ପାଇଁ ଆମେ ଇଣ୍ଡିଭିଜୁଆଲ ଇନଷ୍ଟ୍ରକ୍ସନ ଫଲୋ କରିପାରିବା ତାପରେ ହଉଛି ଏନହାନ୍ସ ଦ ଟିଚର ଷ୍ଟୁଡେଣ୍ଟ ରିଲେସନସିପ କୁ ବିଲ୍ଡ କରିବା ପାଇଁ ଆମେ ଏଟା ଫଲୋ କରିପାରିବା ତାପରେ ତା ପ୍ରିନ୍ସିପଲ୍ସ କଣ ରହୁଛି ନା ଷ୍ଟୁଡେଣ୍ଟ ସେଣ୍ଟର୍ଡ ଆପ୍ରୋଚ ଏଟା ବୁଝଉଛି ଏଟା ଷ୍ଟୁଡେଣ୍ଟ ସେଣ୍ଟର୍ଡ ଆପ୍ରୋଚ କୁ ହିଁ ବୁଝେଇବ କାହିଁକିନା ପିଲାମାନେ କେମିତି ଆକ୍ଟିଭ ଭାବରେ ଶିଖିପାରିବେ ତାପରେ ପେସ୍ ଆଣ୍ଡ ଫ୍ଲେକ୍ସିବିଲିଟି ରହିଛି ଆପଣଙ୍କର ଯୋଉଠି ପିଲାମାନେ ଗୋଟେ ସମାନ ଭାବରେ ସ୍ପେସରେ ବା ମାନେ ସ୍ପିଡ ଅଫ୍ ରେ ପିଲାମାନେ ପଢିପାରିବେ ଆଉ ଫ୍ଲେକ୍ସିବିଲିଟି ନମନୀୟତା ବି ରହିଛି ତାପରେ ଲର୍ଣ୍ଣିଂ ଆଉଟକମ୍ସ ଆର୍ ପର୍ସନାଲାଇଜ୍ଡ ତାମାନେ ଏଠି ଶିକ୍ଷଣର ଯୋଉ ଆଉଟକମ ଟା ବା ମୂଲ୍ୟଟା ସେଟା ଫିଲ୍ ଅପ୍ ହେଇପାରିବ କାହିଁକିନା ଯେତେବେଳେ ଆମେ ପାଠ ପଢାର ଲକ୍ଷ୍ୟ ହଉଛି ପାଠଟା ପିଲାମାନେ ଯେମିତି ସୁରୁଖୁରୁରେ ସମସ୍ତ ପିଲା ବୁଝି ଯାଆନ୍ତୁ ତ ଇଣ୍ଡିଭିଜୁଆଲ ଇନଷ୍ଟ୍ରକ୍ସନ ଦିଆଯାଉ ପିଲା ତ ଆରାମସେ ବୁଝି ଯିବେ ସବୁ ପିଲା ତାପରେ ୟୁଜ ଅଫ ଭେରାଇଟି ଟିଚିଂ ମେଥଡ ଏଠି ଆମେ ବିଭିନ୍ନ ପ୍ରକାର ଟିଚିଂ ମେଥଡ ବ୍ୟବହାର କରିବା ଯେମିତି ପ୍ରୋଜେକ୍ଟ ବେସ୍ଡ ଲର୍ଣ୍ଣିଂ ଆପଣଙ୍କର କୋଲାବରେଟିଭ ଲର୍ଣ୍ଣିଂ ଏଗୁଡା ସବୁ ଆମେ ଫଲୋ କରି ପିଲାମାନଙ୍କୁ ପଢେଇ ପାରିବା ଯୋଉଠି ଇଣ୍ଡିଭିଜୁଆଲ ନିଡଟା ମିଟ୍ ହେଇପାରୁଥିବ ଆସେସମେଣ୍ଟ ଆଣ୍ଡ ଫିଡବ୍ୟାକ୍ ବି ରହିବ ପିଲାମାନଙ୍କୁ କଣ୍ଟିନ୍ୟୁଅସ ଆସେସମେଣ୍ଟ ଆମେ କରିପାରିବା ଯୋଉ ମଧ୍ୟରେ ପିଲାମାନଙ୍କର ଡେଭଲପମେଣ୍ଟ ହେଇପାରିବ ତାପରେ ହଉଛି କଣ स्टूडेंट ऑटोनॉमी एंड रेस्पॉन्सिबिलिटी रही स्टूडेंट मान ऑटोनॉमी रेस्पॉन्सिबिलिटी को मीट करा जाउछि तापर डिफरेंशिएशन ऑफ कंटेंट प्रोसेस एंड प्रोडक्ट को हमें डिफरेंशिएट करी पढ़ाई परिया पिला मानन को जो पिला माने इजीली लर्न करि परिबे तापर सपोर्ट एंड स्कैफोल्डिंग रहइबो गोटे होछि आपनकर पिला मानन गोटे एक्स्ट्रा हेल्प जोटी पिला माने पाठ पढाइबारे बुझी परिबे एंड कोलैबोरेटिव लर्निंग एबे तो मु आपन कोलैबोरेटिव लर्निंग विषय कहली जोटी पिला माने सम्मिलित शिक्षण व्यवस्था जोटी सांग मानन सहित मिसी करी पाठ पढिबे ତ ସାଙ୍ଗ ଆଉ ଗୋଟେ ସାଙ୍ଗକୁ ବୁଝେଇଦବ ସିଏ ଯୋଉ ଜାଣିଥିବ ତାପରେ ଇଏ ଯୋଉଟା ଜାଣିନଥିବ ଇଏ ବି ବୁଝେଇଦବ ତାମାନେ କଣ ଏଟା 5 ଜଣିଆ ଗ୍ରୁପ ମାଧ୍ୟମରେ ଯେତେବେଳେ କୋଲାବରେଟିଭ ଲର୍ନିଂ କରିଥାନ୍ତି ତ ଏଠି କନକ୍ଲୁଜନ ରହିଛି ଆଶା କରୁଛି କ୍ୱେଶ୍ଚନ ବୁଝିପାରୁଥିବେ ଆରାମସେ ତ କନକ୍ଲୁଜନ ନିଜେ ଡିରାଇଭ୍ କରିବେ ନହେଲେ ଏଠି ଆପଣ ଲେଖା ହେଇଛି ଭିଡିଓ ପଜ କରିକି ଦେଖିପାରିବେ ତାପରେ ଆମେ ଆସିବା କଣ ନା ହ୍ୱାଟ ଇଜ ପ୍ରୋଗ୍ରାମଡ ଇନଷ୍ଟ୍ରକ୍ସନ ଆମେ ପ୍ରୋଗ୍ରାମଡ ଇନଷ୍ଟ୍ରକ୍ସନ କାହାକୁ କହୁଛନ୍ତି ରାଇଟ୍ ଦ ପ୍ରିନ୍ସିପଲ ଅଫ ପ୍ରୋଗ୍ରାମ ଲର୍ନିଂ ଆଣ୍ଡ ମେରିଟ୍ସ ଆଣ୍ଡ ଡିମେରିଟ୍ସ ବିଷୟରେ ଜାଣିବା ତ ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ ଆମେ କାହାକୁ କହୁଛନ୍ତି ନା ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ ଏପରି ଏକ ପ୍ରକ୍ରିୟା ଯୋଉଥିରେ ଆମେ କଣ କରୁଛନ୍ତି ନା ପିଲାମାନଙ୍କୁ ଆମେ କଣ କରୁଛନ୍ତି ନା ଗୋଟେ ପ୍ରୋଗ୍ରାମ ବେସ୍ଡ ଯେମିତି କି ଆମେ କହୁଛନ୍ତି ଗୋଟେ ଫ୍ରେମ୍ ବେସ୍ଡ ଆମେ ପିଲାମାନଙ୍କୁ ପଢଉଛନ୍ତି ସ୍ମଲ ଷ୍ଟେପ ମାଧ୍ୟମରେ ପିଲାମାନଙ୍କୁ ପଢଉଛନ୍ତି ସେଟା କୁହାଯାଏ ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ ଯୋଉଟା କି ସ୍କିନର ଦେଇଛନ୍ତି ଆମେ ବୁଝିବା ଆଗେ ତ ପ୍ରୋଗ୍ରାମ ଲର୍ନିଂ ଇଜ ଆନ୍ ଦ ଇନଷ୍ଟ୍ରକ୍ସନ ମେଥଡ ଡିଜାଇନ୍ ଟୁ ଟିଚ୍ ଦ ଷ୍ଟୁଡେଣ୍ଟସ୍ ଥ୍ରୋ ଦ କେୟାରଫୁଲି ଷ୍ଟ୍ରକ୍ଚର ସିକ୍ୱେନ୍ସ ଆଣ୍ଡ ଷ୍ଟେପ ଆଣ୍ଡ ଫ୍ରେମ୍ स्टेप ଆଉ ଫ୍ରେମ୍ ମାଧ୍ୟମରେ ଆମେ ପିଲାମାନଙ୍କୁ ପଢଉଛନ୍ତି ଯେପରିକି ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେପରିକି ଆପଣଙ୍କର ଗୋଟେ ପିଲାକୁ ପଢଉଛନ୍ତି ଗୋଟେ କନସେପ୍ଟ ଯେ ଧର ଆପଣ ମୁଁ ଧର ଆପଣଙ୍କୁ ପଢଉଛି ଏଠି ଫ୍ଲେଣ୍ଡର ଇଣ୍ଟରାକ୍ସନ ପଢେଇଲି ଆଗେ ଫ୍ଲେଣ୍ଡର ଇଣ୍ଟ୍ରୋଡକ୍ସନ ଦେଲି ତାପରେ ତାର କ୍ୟାଟେଗୋରୀଟା ଦେଲି ତାପରେ ଆପଣଙ୍କୁ ମେରିଟ୍ସ ଦେଲି ତାପରେ ଡିମେରିଟ୍ସ ଦେଲି ତ ଗୋଟେ କ୍ୟାଟେଗୋରୀ ସ୍ମଲ ସ୍ମଲ ଷ୍ଟେପ ମାଧ୍ୟମରେ ଗୋଟେ କରି ଆପଣଙ୍କୁ ପାଠ ପଢେଇଲି ତ ଏଇଟା କୁହାଯାଉଛି ଏଇଟା ହଉଛି ପ୍ରୋଗ୍ରାମ ଲର୍ନିଂ ତ ପ୍ରୋଗ୍ରାମ ଲର୍ନିଂ ବେସରେ ପିଲାମାନେ ଷ୍ଟେପ ବାଇ ଷ୍ଟେପ ବୁଝିକା ଯିବେ So, where the content is represented in small and manageable units and progressively lead to more flexible and knowledge. ଯେମିତି କି ଆପଣଙ୍କର ଏଇ ଯେକୌଣସି ଆପଣ ବିଏଡ୍ ର ବୁକ୍ ଦେଖିବେ ଯୋଉଟା କି ୟୁନିଟ୍ ଅଛି ଯୋଉ ୟୁନିଟ୍ ବେସ୍ଡ ଅଛି ଆପଣଙ୍କର 5ଟା ୟୁନିଟ୍ ଅଛି 5ଟା ୟୁନିଟ୍ ରୁ ଆପଣ ପ୍ରଥମ ୟୁନିଟ୍ ଆଗେ ସରିବ ତାପରେ ଦ୍ୱିତୀୟ ୟୁନିଟ୍ ସରିବ ବା ଗୋଟେ କଣ୍ଟେଣ୍ଟ ସରିବ ତାପରେ ଆଉ ଗୋଟେ କଣ୍ଟେଣ୍ଟ ସରୁଛି ତ ଏଇଟା ଷ୍ଟେପ ବାଇ ଷ୍ଟେପ ଆମେ ପଢୁଛନ୍ତି ଏକା ସାଙ୍ଗରେ ପଢୁନାହାନ୍ତି ହେଲା
ତ where the content presented in the small manageable units and progressively lead to more complex knowledge. Each unit or frame typically contains the information followed by question or tasks that the learner must answer and complete before the moving on the next part of the material. The next material को जिया पूर्वରୁ से first ଜିନିଷଟାକୁ ଆଗେ ଜାଣିଥାଏ. This principle behind program learning and this is learning is more effectively when the broken down into small step. ତାମାନେ small step ରେ ଯେତେବେଳେ ଭାଗ କରିଦଉଛନ୍ତି ସେଟାକୁ ଆମେ program learning କହୁଛନ୍ତି. Allowing the student to progress at their own pace and receiving immediate feedback to the reinforce learning their learnings. And program learning is often self-paced and meaning the student can work through the material independently and making the flexible and personalized approach to the learning. ତାମାନେ ଏଠି କଣ କହୁଛି ନା ପିଲାମାନେ ଯେତେବେଳେ ନିଜ ସ୍ପିଡରେ ପଢିପାରିବେ ଆଉ ପିଲାମାନେ କଣ କହୁଛନ୍ତି ଷ୍ଟେପ ବାଇ ଷ୍ଟେପ ପିଲା ମାନେ ବୁଝିକି ଯାଇପାରିବେ। ତ ଏଇଗୁଡା ସବୁ ପସିବଲ ହଉଛି ଆଜିକାଲି ଯୋଉ ଆଇସିଟି କ୍ଲାସ ମାଧ୍ୟମରେ ଏଟା ସ୍ମଲ ଷ୍ଟେପ ମାଧ୍ୟମରେ ପିଲାମାନଙ୍କୁ ଆମେ ପଢେଇ ପାରୁଛନ୍ତି। ସେଟା କୁହାଯାଉଛି କଣ ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ ବା ପ୍ରୋଗ୍ରାମ ଲର୍ଣ୍ଣିଂ ପ୍ରୋସିଜର ବୁଝଉଛି। ତାପରେ ଆମେ ଜାଣୁଛନ୍ତି କଣ ନା ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ ଆମେ ଜାଣିଲେ ଯେ କନସେପ୍ଟ ଗୁଡାକ ସବୁ କଣ କରାହଉଛି ନା step by step ଭାଗ କରାହଉଛି। And this method often used in the subject where there the need of systematic learning such as mathematics ରେ ଦରକାର, language paper ରେ ଦରକାର, technical field ରେ ଦରକାର। ତ ଏଇ ସବୁ ସ୍ପେସିଫିକାଲି ଦରକାର ହେଲା। It can be applied using the physical books and called the program text and through the computerized and digital system ମାଧ୍ୟମରେ ପଢେଇପାରିବେ। ତାମାନେ ପ୍ରୋଗ୍ରାମ ଲର୍ଣ୍ଣିଂ ର ପ୍ରିନ୍ସିପଲ୍ସ କଣ ନା ସ୍ମଲ ଷ୍ଟେପ ରେ ରହିବା ଆମେ ଆରାମସେ ଜାଣିଗଲେ ସ୍ମଲ ଷ୍ଟେପ ବା ଗ୍ରାଜୁଆଲି ଆମେ ଭାଗ କରି ପିଲାମାନଙ୍କୁ ପଢେଇବା ଏଠି ଲେଖା ଅଛି ଆରାମସେ ବୁଝିପାରିବେ ପଢିକି। ତାପରେ ଆକ୍ଟିଭ ପାର୍ଟିସିପେସନ ଏଥିରେ ତାର ପିଲାମାନେ ଆକ୍ଟିଭ ପାର୍ଟିସିପେଣ୍ଟ ଦରକାର ପେସିଭ ହେଇଗଲେ ପିଲାମାନେ ଗୋଟେ ଷ୍ଟେପ ଯଦି ଓମିଟ କରିଦେଲେ ଆଉ ଗୋଟେ ଷ୍ଟେପକୁ ବୁଝିପାରିବେନି। ତାପରେ ଇମିଡିଏଟ ଫିଡବ୍ୟାକ ଆମେ ପିଲାମାନଙ୍କୁ ଦେଇପାରିବା ଏଠାରେ। ସେଲ୍ଫ ପେସ୍ ପିଲାମାନଙ୍କ ନିଜ ଓନ୍ ସ୍ପିଡରେ ପିଲାମାନେ ପାଠ ପଢିପାରିବେ କାରଣ ଷ୍ଟେପ ବାଇ ଷ୍ଟେପ ଅଛି ଗୋଟେ ଷ୍ଟେପକୁ ଆରାମସେ ବୁଝିକି ଆଉ ଗୋଟେ ଷ୍ଟେପକୁ ଯାଇପାରିବେ। ରେନଫୋର୍ସମେଣ୍ଟ ପିଲାମାନଙ୍କୁ ଗୋଟେ ରିୱାର୍ଡ ବା ଗୋଟେ ହେଲ୍ପ ମିଳିବ ବା ଗୋଟେ ଫିଡବ୍ୟାକ ଦିଆଯିବ ଯେପରିକି ପିଲାମାନେ ନେକ୍ସଟ ଷ୍ଟେପକୁ ଯାଇପାରିବେ ଯୋଉଟାକି ରିଏନଫୋର୍ସମେଣ୍ଟ କୁହାଯାଏ। ଯେପରିକି ଆପଣଙ୍କର ଧର ଗୋଟେ ଷ୍ଟେପକୁ ପଢେଇଲେ ପିଲାମାନଙ୍କୁ ପଚାରିଲେ କ୍ୱେଶ୍ଚନ ତାଙ୍କୁ ଆପଣ ପ୍ରମୋଟ କଲେ ଆପଣଙ୍କୁ ତାଙ୍କୁ ଭର୍ବାଲ କ୍ୟୁଜ ଦେଲେ ଯେ ଏଟା ବଢିଆ ଆନ୍ସର ଦେଲୁ ତୁ ବୁଝିଛୁ ତାପରେ ପିଲାମାନେ ଆଉ ଗୋଟେ ନେକ୍ସଟ ଷ୍ଟେପକୁ ବୁଝିବାକୁ ଯିବେ। ତ ଏଠି ରେନଫୋର୍ସମେଣ୍ଟ ନିହାତି ଆବଶ୍ୟକ। ତାପରେ ହଉଛି ସିକ୍ୱେନ୍ସ ଅଫ ଲର୍ଣ୍ଣିଂ ଲର୍ଣ୍ଣିଂରେ ଏଟା ଗୋଟେ ସିକ୍ୱେନ୍ସକୁ ବୁଝଉଛି ଯେପରିକି ଲଜିକାଲ ଫର୍ମରେ ଯେମିତି ଆପଣ ମ୍ୟାଥ କରୁଛନ୍ତି ମ୍ୟାଥର ଆଗେ ପ୍ରୋସେସଟାକୁ ଜାଣୁଛନ୍ତି କଣ ଏଟା କନସେପ୍ଟ ଜାଣୁଛନ୍ତି ତାପରେ ତାର ଫର୍ମୁଲାସ ଜାଣୁଛନ୍ତି ଫର୍ମୁଲାକୁ କେମିତି ଇମ୍ପ୍ଲିମେଣ୍ଟ କରାଯିବ ତାର ପ୍ରୋସିଜର ଜାଣୁଛନ୍ତି। ତ ଇଏ ଯାଉଛି ସିକ୍ୱେନ୍ସ ଅଫ ଲର୍ଣ୍ଣିଂକୁ ବୁଝଉଛି। ତାପରେ ସେଲ୍ଫ ଟେଷ୍ଟିଂ ନିଜେ ଆପଣ ନିଜେ ଏଇ ସିକ୍ୱେନ୍ସଟାକୁ ଆପଣ ଜାଣିକି ଜାଣିପାରିବେ ଯେ କିପରି ପିଲାମାନଙ୍କୁ ପଢେଇବାର ଅଛି ଏନକରେଜ କରିପାରିବେ ପିଲାମାନଙ୍କୁ। ତାପରେ ଇଣ୍ଡିଭିଜୁଆଲାଇଜ ଏଟା ଫଲୋ କରିହବ ଇଣ୍ଡିଭିଜୁଆଲାଇଜ। ତାପରେ ୟାର ମେରିଟ୍ସ ଆଣ୍ଡ ପ୍ରୋଗ୍ରାମ ଲର୍ଣ୍ଣିଂ ର ମେରିଟ୍ସ କଣ ନା ପର୍ସନାଲାଇଜ ଲର୍ଣ୍ଣିଂ ଏକ୍ସପିରିଏନ୍ସ ପିଲାମାନେ ଗୋଟେ ଇଣ୍ଡିଭିଜୁଆଲ ପର୍ସନ ବି ଜାଣିପାରିବ। ଆମେ ଇମିଡିଏଟ ଫିଡବ୍ୟାକ ଦେଇପାରିବା ପିଲାମାନଙ୍କୁ ଏନକରେଜ କରିପାରିବା ଲର୍ଣ୍ଣିଂ ପାଇଁ। ପ୍ରମୋଟ ଦ ଇଣ୍ଡିପେଣ୍ଡେଣ୍ଟ ଲର୍ଣ୍ଣିଂ ପିଲାମାନଙ୍କୁ ଇଣ୍ଡିପେଣ୍ଡେଣ୍ଟଲି ଲର୍ଣ୍ଣିଂ କରିବା ପାଇଁ ପ୍ରମୋଟ କରିପାରିବା। ତାପରେ ହଉଛି କଣ ନା ଏଫିସିଏନ୍ସି ଆଣ୍ଡ ଟାଇମ ସେଭିଂ ପିଲାମାନଙ୍କୁ ଆମେ ଇଣ୍ଡିଭିଜୁଆଲି ଟାସ୍କ ଦେଲେ ପିଲାମାନଙ୍କୁ ଆମର ଟାଇମ ବି ସେଭ୍ ହେଇଯିବ ଯାହାଦ୍ୱାରା ଆମେ ନୂଆ କନସେପ୍ଟ ପିଲାମାନଙ୍କ ଆଗରେ ରଖିପାରିବା। ସ୍କେଲେବିଲିଟି ଯୋଉଟାକି ମ୍ୟାନେଜ ହେଇକି ଆରାମସେ ଯିବ କାରଣ ଗୋଟେ ପରେ ଗୋଟେ ଆପଣଙ୍କର କନସେପ୍ଟ ଗୁଡାକ ଆସୁଛି। ତ ଏଇ ଅନୁସାରେ ପିଲାମାନଙ୍କୁ ନେଇପାରିବା। ତାପରେ ଷ୍ଟାଣ୍ଡାର୍ଡାଇଜ କଣ୍ଟେଣ୍ଟ ଡେଲିଭରି ଆମେ କଣ୍ଟେଣ୍ଟଟାକୁ ଷ୍ଟାଣ୍ଡାର୍ଡାଇଜ ୱେରେ ଆମେ ଡେଲିଭର କରିପାରିବା। ତାପରେ ହଉଛି କଣ ଡିମେରିଟ୍ସ କଣ ଲ୍ୟାକ୍ ଅଫ ହ୍ୟୁମାନ ଇଣ୍ଟରାକ୍ସନ ଯଦି ଲ୍ୟାକ୍ ଅଫ ହ୍ୟୁମାନ ଇଣ୍ଟରାକ୍ସନ କାହିଁକି ରହିବ ନା ଏଟା ହଉଛି ଆପଣଙ୍କର ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ ମାଧ୍ୟମରେ ଆମେ ପଢଉଛନ୍ତି। ଆମେ ଯଦି ଆଇସିଟି ମାଧ୍ୟମରେ ପଢେଇଲେ ହ୍ୟୁମାନ ଇଣ୍ଟରାକ୍ସନ କମିଯିବ। ଏଟା ଗୋଟେ କଥା ଯାଉଛି କମ୍ପ୍ୟୁଟର ମାଧ୍ୟମରେ ପିଲାମାନଙ୍କୁ ପଢଉଛନ୍ତି। ତାପରେ ରହିଲା ଲିମିଟେଡ ସ୍କୋପ ଅଫ କ୍ରିଏଟିଭିଟି ଆଣ୍ଡ କ୍ରିଟିକାଲ ଥିଙ୍କିଂ ପିଲାମାନେ କ୍ରିଏଟିଭିଟି କ୍ରିଟିକାଲ ଥିଙ୍କିଂ ପାଇଁ ଲିମିଟେଡ ସ୍କୋପ ପାଇବେ। ଡିପେଣ୍ଡେନ୍ସି ଅନ୍ ଟେକ୍ନୋଲୋଜି ଆଣ୍ଡ ରିସୋର୍ସେସ ଉପରେ ସବୁବେଳେ କମ୍ପ୍ୟୁଟରାଇଜ ପ୍ରୋଗ୍ରାମ ଉପରେ ସବୁବେଳେ ଡିପେଣ୍ଡେଣ୍ଟ ହେବେ କାହିଁକିନା ଆମେ ଷ୍ଟେପଟା କମ୍ପ୍ୟୁଟରାଇଜ ୱେରେ ହିଁ ଜଣେଇ ପାରିବା। ତାପରେ ମନୋଟୋନି ଅଫ ଲ୍ୟାକ୍ ଏନଗେଜମେଣ୍ଟ ତା ମାନେ ମନମୁଖୀ ଚାଲିବ। ହଁ ଏଇ କିଛି କ୍ଷେତ୍ରରେ ଏଟାକୁ ବି ଦେଖିବାକୁ ପଡୁଛି। ନଟ୍ ସୁଇଟେବଲ ଫର ଅଲ୍ ସବଜେକ୍ଟ ପାଇଁ ଏଟା ସୁଇଟେବଲ ନାହିଁ ସ୍ପେସିଫିକାଲି କିଛି ସବଜେକ୍ଟ ଅଛି ଯୋଉଥିପାଇଁ ସୁଇଟେବଲ ଏଟା। ତାପରେ ପୋଟେନସିଆଲ ଫର ଓଭର ରିଲାଏନ୍ସ ହବାର ଚାନ୍ସେସ୍ ଅଛି ନିଜେ ଆପଣ ଓଭର କନଫିଡେଣ୍ଟ ପଳେଇ ଆସିପାରେ ଯୋଉଟା ଫେଲୁଅର ଚାନ୍ସେସ୍ ରହୁଛି। ତାପରେ ଲ୍ୟାକ୍ ଅଫ ଫ୍ଲେକ୍ସିବିଲିଟି ଆଣ୍ଡ କଣ୍ଟେଣ୍ଟ ଆଡାପ୍ଟେସନ ସବୁ କଣ୍ଟେଣ୍ଟକୁ ଆମେ ନେଇପାରିବାନି ଏଟା ଗୋଟେ ପ୍ରୋବ୍ଲେମ ରହୁଛି। ତ ଆଶା କରୁଛି ଆପଣ କନସେପ୍ଟକୁ ବୁଝିପାରିଥିବେ ଏଠି ଆପଣଙ୍କର କନକ୍ଲୁଜନ ରହିଛି ଆପଣ ନିଜେ ଡିରାଇଭ କରିବାକୁ ଚେଷ୍ଟା କରିପାରିବେ। 5 ନମ୍ବର କ୍ୱେଶ୍ଚନକୁ ଆସିବା 5 ନମ୍ବର କ୍ୱେଶ୍ଚନ କଣ କହୁଛି
ହ୍ୱାଟ ଇଜ୍ ଆପଣଙ୍କର ଲିନିୟର ପ୍ରୋଗ୍ରାମିଂ ଆଣ୍ଡ ଡିସ୍କସିଭ୍ ଷ୍ଟ୍ରକ୍ଚର ଆଣ୍ଡ କ୍ୟାରେକ୍ଟରିଷ୍ଟିକ୍ ଆଣ୍ଡ ଲିମିଟେସନ। ଆପଣ ମନେ ରଖିଥାନ୍ତୁ ପ୍ରୋଗ୍ରାମ ଲର୍ଣ୍ଣିଂର 3 ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହଉଛି ଆପଣଙ୍କର ଲିନିୟର ପ୍ରୋଗ୍ରାମିଂ, ଗୋଟେ ହଉଛି ଆପଣ ବ୍ରାଞ୍ଚିଂ ପ୍ରୋଗ୍ରାମିଂ, ଆଉ ଗୋଟେ ଅଛି ମ୍ୟାଥମେଟିକ୍ ପ୍ରୋଗ୍ରାମିଂ। ଆପଣଙ୍କ ଯୋଉ ସିଲାବସ୍ ଅଛି ଆପଣ ଲିନିୟର ପ୍ରୋଗ୍ରାମିଂ ଆଉ ବ୍ରାଞ୍ଚିଂ ପ୍ରୋଗ୍ରାମିଂ ବିଷୟରେ ଜାଣିବେ। ତ ଲିନିୟର ପ୍ରୋଗ୍ରାମିଂ କଣ? ଯେତେବେଳେ ଆମେ ଷ୍ଟେପଟାକୁ ଗୋଟିଏ ଧାଡି ସରଳ ରେଖାରେ ଆମେ ନେଇକା ଯିବା। ସେଟାକୁ ଆମେ କହୁଛନ୍ତି କଣ? ଲିନିୟର ପ୍ରୋଗ୍ରାମିଂ ପ୍ରୋସେସ। ସେ ଆପଣଙ୍କ ପ୍ରୋଗ୍ରାମ ଲର୍ଣ୍ଣିଂର ଗୋଟେ ପାର୍ଟ। ହଁ, ତ ଏଠି କଣ କହୁଛି ନା ଲିନିୟର ପ୍ରୋଗ୍ରାମିଂ ଇଜ ଏ mathematical technique used to optimizing the where objective either maximize or minimize a linear objective function. Linear objective function ମାଧ୍ୟମରେ ଯିବ। The decision variable which are the unknown in the problem represent quantities and need to the determine order to achieve the best possible outcome. କିପରି ନା ଆମେ ଯେତେବେଳେ ଜିନିଷଟାକୁ ସିମ୍ପଲ ଟୁ କମ୍ପ୍ଲେକ୍ସ ନଉଛନ୍ତି, ଯେତେବେଳେ କୌଣସି ଜିନିଷ କଂକ୍ରିଟ ଟୁ ଆବଷ୍ଟ୍ରାକ୍ଟ ନଉଛନ୍ତି, ଆପଣ ସିମ୍ପଲ ଜିନିଷ ଜଣାଉଛନ୍ତି ତାପରେ କମ୍ପ୍ଲେକ୍ସ ଆଡିକି ନଉଛନ୍ତି, ଜଟିଳତାକୁ ନଉଛନ୍ତି। ତା ମାନେ ନୋନ୍ ଫ୍ୟାକ୍ଟ ଟୁ ଅନନୋନ୍ ଫ୍ୟାକ୍ଟ, ମାନେ ନୋନ୍ ଫ୍ୟାକ୍ଟ ଟୁ ଅନନୋନ୍ ଫ୍ୟାକ୍ଟକୁ ନଉଛନ୍ତି। ହେଲା, ସେଇ କନସେପ୍ଟ ବୁଝଉଛି। ତାପରେ କଣ କହୁଛି? ଦିସ୍ ଭେରିଏବଲ ଆର୍ କନସିଡରେସନ ବାଇ ଦ ସେଟ୍ ଅଫ ଲିନିୟର ଇକ୍ୱେସନ বা inequalities and equation that the represent limitation of restrictions such as the resource availability, cost and other factor କୁ ଦେଖିକି ଆମେ କଣ କରୁଛନ୍ତି ନା ଆମେ linear programming ମାଧ୍ୟମରେ ନଉଛନ୍ତି। ତ linear programming can be applied to wide variety of real world problems fields such as economic ହଉ, ଇଞ୍ଜିନିୟରିଂ କ୍ଷେତ୍ରରେ ହଉ, ଫାଇନାନ୍ସ କ୍ଷେତ୍ରରେ, ମ୍ୟାନୁଫ୍ୟାକ୍ଚରିଂ, ଲଜିଷ୍ଟିକ, ଏଇ ସବୁ କ୍ଷେତ୍ରରେ ଆମେ ଏଟାକୁ ୟୁଜ କରିପାରନ୍ତି। ତ ଆମେ ଦେଖିପାରିବା ଯେତେବେଳେ ଆମେ ଫ୍ରେମ୍ ବନେଇଛନ୍ତି, ଗୋଟେ ଫ୍ରେମ୍ ହଉଛି ଆପଣଙ୍କର ଏଣ୍ଟ୍ରି ବିହେଭିୟରକୁ ବୁଝଉଛି, ଆଉ ଗୋଟେ ହଉଛି ଆପଣଙ୍କର ଏଣ୍ଟ୍ରି ବିହେଭିୟରକୁ ବୁଝଉଛି। ଏଟା ମନେ ରଖିଥିବେ, ଏଣ୍ଟ୍ରି ବିହେଭିୟର ଯୋଉଠି ଆପଣଙ୍କର ଫାଷ୍ଟ ଜିନିଷ କନସେପ୍ଟକୁ ଜାଣନ୍ତି। ଆଉ ଗୋଟେ ହଉଛି ଆପଣଙ୍କର ଏକ୍ଜିଷ୍ଟ ବିହେଭିୟରକୁ ବୁଝଉଛି, ଯୋଉଠି ଆପଣଙ୍କର ଏଣ୍ଡ ବିହେଭିୟର ବା ଏକ୍ଜିଷ୍ଟ ବିହେଭିୟରକୁ ବୁଝଉଛି। ଆପଣ ଏଇ ଜାଗାରେ ଗୋଟେ ଲୋକକୁ ଇଣ୍ଟ୍ରୋଡକ୍ସନ, ଗୋଟେ କନସେପ୍ଟର ଇଣ୍ଟ୍ରୋଡକ୍ସନ ଦେଲେ, ତାପରେ ତାକୁ ଏଜମ୍ପସନ ଦେଲେ, ତାପରେ ଏଠି ଆପଣଙ୍କର କ୍ୟାରେକ୍ଟରିଷ୍ଟିକ ବତେଇଲେ, ତାପରେ ମେରିଟ୍ସ ବତେଇଲେ। ତ ଏଇ ମାଧ୍ୟମରେ ଆପଣଙ୍କର ଷ୍ଟେପ୍ ବାଇ ଷ୍ଟେପ୍ ଗଲା। ଏଇଟା ହଉଛି ଏଣ୍ଟ୍ରି ବିହେଭିୟର, ଏଟା ହଉଛି ଟର୍ମିନାଲ ବା ଏକ୍ଜିଷ୍ଟ ବିହେଭିୟର। ତ ଏଇ ପ୍ୟାଥ୍ ଅନୁସାରେ ଆମେ ପିଲାମାନଙ୍କୁ ପଢେଇ ପାରିବେ। ଏଟାକୁ ବୁଝୁଛି। ଏଠି ଇକ୍ୱେସନ ଅଛି, କିଛି ଆପଣଙ୍କର ଆବଶ୍ୟକତା ନାହିଁ ବିଶେଷ ଭାବରେ ୟାକୁ ଦେଖିବା। ଆପଣ ଦେଖିପାରିବେ ଯଦି ଭିଡିଓ ପଜ୍ କରି ଦେଖିପାରିବେ। ତ ବେସିକାଲି ଆପଣଙ୍କର କନସେପ୍ଟ ହିଁ ଲେଖିବାର ଅଛି। ତ କ୍ୟାରେକ୍ଟରିଷ୍ଟିକ୍ସ ଅଫ ଲିନିୟର ପ୍ରୋଗ୍ରାମିଂ କଣ? ଲିନିୟରିଟି ଚାଲିବ, ସିଧା ସରଳ ରେଖାରେ ହିଁ ଚାଲିବ। ତାପରେ ହଉଛି କନଭେକ୍ସ ଫ୍ଲେକ୍ସିବଲ ରିଜନରେ ଚାଲିବ, ଯେମିତିକି ଆପଣଙ୍କର ଗୋଟେ ଫ୍ରେମରୁ ଆଉ ଗୋଟେ ଫ୍ରେମକୁ ମୁଭ୍ କରୁଛନ୍ତି। ତାପରେ ଆପଣ ଅପ୍ଟିମାଲି ଆଟ୍ ଦ ଭର୍ଟେକ୍ସ ଅନୁସାରେ, ଯେମିତି ଲିନିୟର ପ୍ରୋଗ୍ରାମ ଅପ୍ଟିମାଲି ସଲ୍ୟୁସନ ଦ ଏକ୍ଜିଷ୍ଟ ୱିଲ୍ occur the vertex and the or corner point of the flexible region and this property allow the efficient solution methods। ତା ମାନେ ଆପଣଙ୍କର ଯେପରିକି ଗୋଟେ କନସେପ୍ଟ ଆପଣ କଣ କରୁଛନ୍ତି ନା ବେଷ୍ଟ ପସିବଲ ଅନୁସାରେ ସଲ୍ୟୁସନ ଆପଣ ମ୍ୟାଥଟାକୁ ଆପଣ ଗୋଟେ ଷ୍ଟେପ୍ ବାଇ ଷ୍ଟେପ୍ ଆପଣ ସଲ୍ୟୁସନ କରୁଛନ୍ତି। ତ ଷ୍ଟେପ୍ ଗୋଟେ ପ୍ରୋବ୍ଲେମ ହେଲା ମାନେ ଆଉ ଷ୍ଟେପକୁ ଆପଣ କର୍ଣ୍ଣରକୁ ମୁଭ୍ କରିପାରିବେନି। ତ ଏଟା ଅପ୍ଟିମାଲି ଆପଣଙ୍କୁ ମୁଭ୍ କରିକା ଯିବାକୁ ପଡିବ। ତାପରେ ହଉଛି ନନ୍ ନେଗେଟିଭ ବା ଡିସିସନ ଭେରିଏବିଲିଟି ରହୁଛି। ତାପରେ ଡିସିସନ ଭେରିଏବିଲିଟି ଆର୍ ଟାଇପିକାଲି କଣ୍ଟେନ୍ ଦ ନନ୍ ନେଗେଟିଭ ବା ମିନିଂ ଦ୍ୟାଟ୍ ଦ ନେଗେଟିଭ ଭ୍ୟାଲୁଜ ଅଫ ଭେରିଏବଲ ଆର୍ ନଟ୍ ଆଲାଉଡ୍। ତା ମାନେ ଆପଣଙ୍କ ଯେତେବେଳେ କୌଣସି ଆପଣ ମ୍ୟାଥମେଟିକାଲ ଇକ୍ୱେସନ କରୁଛନ୍ତି, ମାନେ ନେଗେଟିଭ ଭ୍ୟାଲୁ ଗୁଡାକ ଆପଣ ଆଲାଉ ହବ ନାହିଁ। ଆପଣ ଯାହାକୁ ଯିବେ ପଜିଟିଭ ଭ୍ୟାଲୁ ଯିବେ। ତ ହ୍ୱିଚ୍ କ୍ୟାନ୍ ନଟ୍ ଲଜିକାଲି ବି ନେଗେଟିଭ, ଲଜିକାଲି କେବେ ବି ନେଗେଟିଭ ହବ ନାହିଁ। ବା ଫ୍ଲେକ୍ସିବିଲିଟି ଆଣ୍ଡ ବାଉଣ୍ଡନେସ୍, ଆପଣଙ୍କ ଫ୍ଲେକ୍ସିବିଲିଟି ନା ଫିଜିବିଲିଟି ରହିବ। ଆପଣ ସଲ୍ୟୁସନଟା ଏକ୍ଜିଷ୍ଟ କରୁଥିବା ଦରକାର ବା ସାଟିସ୍ଫାଏ କରିପାରୁଥିବା ଦରକାର। ତାପରେ ହଉଛି ଡିଟରମିନିଷ୍ଟିକ ମଡେଲ। ତ ଆପଣ ଯେକୌଣସି ଆପଣ ଲିନିୟର ପ୍ରୋଗ୍ରାମିଂରେ ଆପଣ ଯେକୌଣସି ଜିନିଷ ଦେଖଉଛନ୍ତି ବା ଆପଣଙ୍କର ମଡେଲରେ ଆପଣ କଣ କରୁଛନ୍ତି ନା ଜିନିଷଟାକୁ ଆପଣ କଣ କରୁଛନ୍ତି ନା ଡିଟରମିନିଷ୍ଟିକ ଭାବରେ ଯାଉଛନ୍ତି। ସିମ୍ପ୍ଲିସିଟି ମଡେଲ ବି ତାର ରହୁଛି। ଆପଣ ଏଇ କନସେପ୍ଟକୁ ଆରାମସେ କରିପାରିବେ। ତାପରେ ଲିମିଟେସନ ରହୁଛି, ଲିନିୟରିଟି ଏଜମ୍ପସନ ଉପରେ ଆପଣଙ୍କର କନସେପ୍ଟ ରହୁଛି, ଯୋଉଠି ଆପଣଙ୍କର ଏଟା ନେଗେଟିଭ ପଏଣ୍ଟ ଅଫ ଭ୍ୟୁରେ ଆପଣ ଯାଉଛି। ୱାନ୍ ଅଫ ଦ ପ୍ରାଇମେରୀ ଲିମିଟେସନ ଲିନିୟର ପ୍ରୋଗ୍ରାମିଂ ଆଜମ୍ପସନ ଅଫ ଲିନିୟରିଟି ବୁଝଉଛି। ଆଉ କାହାକୁ ବୁଝଉନାହିଁ। ଯେପରିକି ଆପଣଙ୍କୁ ଆମେ କହୁଛନ୍ତି କଣ କନସେପ୍ଟରେ ଯେ ଆମେ ଗୋଟେ ଜିନିଷଟାକୁ ଆମେ କଣ କରୁଛନ୍ତି, ଏକା ସରଳ ରେଖାରେ ଚାଲିଛି। ଆମେ ଯେତେବେଳେ କୌଣସି ଜିନିଷକୁ ଏକ୍ସପ୍ଲେନ କରିବାକୁ ଚାହିଁବା, କୌଣସି ଜିନିଷକୁ ମ୍ୟାଥ ହଉ ବା ଯୋଉ ଜିନିଷ ଆପଣ ବୁଝିପାରୁନାହାନ୍ତି, ଗୋଟେ ପିଲା ବୁଝିପାରୁନି, ସେ ଜାଗାରେ ଆପଣ ଆଉ ଷ୍ଟପ୍ ହେଇପାରିବେନି, ତାକୁ ରେମିଡିଆଲ ଟିଚିଂ ଦେଇପାରିବେନି। ଏଟା ଗୋଟେ ପ୍ରୋବ୍ଲେମ ରହୁଛି। ତାପରେ ଅନସର୍ଟନଟି ଅଫ ପାରାମିଟର୍ସ ରହୁଛି, ଯୋଉଠି ଆପଣଙ୍କର କୌଣସି ସର୍ଟନଟି ରହୁନି, ଆପଣ ସିଧା ସିଧି ଚାଲିଛନ୍ତି। ହେଲା, ଯୋଉଟାକି ଆପଣଙ୍କର କଣ ହଉଛି ନା ସପ୍ଲାଏ ମେ ବି ଫ୍ଲକ୍ଚୁଏଟ ହଉଛି, କିନ୍ତୁ ଆପଣଙ୍କର ଯେତେବେଳେ ଆପଣ ପିଲାମାନଙ୍କୁ କୌଣସି ଜିନିଷ ଶିଖଉଛନ୍ତି, ରିଏଲ ୱାର୍ଲଡ ସିଚୁଏସନ ହଉ ବା ଯେକୌଣସି ପାରାମିଟର ମ୍ୟାଥର ହଉ ଆପଣ ଶିଖଉଛନ୍ତି, ସେ ସମୟରେ କଣ ହଉଛି, ପିଲାମାନେ ଯୋଉ ସ୍କେଲରେ ବୁଝିପାଇଲେ ନାହିଁ, ସେଇଠି ଜାଗାରେ ଆପଣଙ୍କର ଅନସର୍ଟନଟି ରହିଯାଉଛି। ହେଲା, ଏଟାକୁ ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ।
ତାପରେ ହଉଛି ଇଣ୍ଟିଜର ଆପଣ ସଲ୍ୟୁସନ ଏଇଟା ଆପଣ ମ୍ୟାଥ ଉପରେ ରହୁଛି ହେଲା। ତାପରେ ଏଇଟା ଆପଣଙ୍କ ଗୋଟେ ସଲ୍ୟୁସନ ରହୁଛି। ତାପରେ ହଉଛି ଇନଫିଜିବିଲିଟି ଆଣ୍ଡ ଅନବାଉଣ୍ଡେଡ ସଲ୍ୟୁସନ ବି ଆପଣଙ୍କର ରହୁଛି। ଇନ ସମ୍ କେସେସ୍ ଲିନିୟର ପ୍ରୋଗ୍ରାମିଂ ପ୍ରୋବ୍ଲେମ ମେ ହାଭ୍ ଦ ନୋ ଭିଜିବିଲିଟି ସଲ୍ୟୁସନ। ବେଳେବେଳେ ଆପଣଙ୍କର କଣ ରହୁଛି, ଆପଣ ଯେତେବେଳେ କୌଣସି ଜିନିଷକୁ ଆପଣ ଲିନିୟରଲି ନଉଛନ୍ତି, ପିଲା ଯଦି ଗୋଟେ ଷ୍ଟେପରେ ବୁଝିପାରୁନାହିଁ ଆଉ ଗୋଟେ ଷ୍ଟେପରେ ଆପଣ କଣ ବୁଝିବେ ସେଟା ବି ଜାଣିପାରୁନାହାନ୍ତି। ଏସବୁ କନସେପ୍ଟ ଗୁଡାକ ଆପଣ ରହୁଛି, ଆରାମସେ ଆପଣ ଏଠି ଆପଣ ଦେଖିପାରିବେ ଲିମିଟେସନ ଗୁଡାକ ହେଲା। ତାପରେ କନକ୍ଲୁଜନ ରହିଛି, ଆପଣ ନିଜେ ଡିରାଇଭ୍ କରିପାରିବେ। କନକ୍ଲୁଜନ ଏଠି ରହିଛି, ଆପଣ ଆରାମସେ ଡେସ୍କ୍ରାଇବ କରିପାରିବେ ହେଲା। ତାପରେ ରହୁଛି ହ୍ୱାଟ ଇଜ ବ୍ରାଞ୍ଚିଂ ମଡେଲ। ବ୍ରାଞ୍ଚିଂ ମଡେଲ କଣ ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ। ବ୍ରାଞ୍ଚିଂ ମାନେ ଆମର ଯେତେବେଳେ ଆମେ କୌଣସି ଜିନିଷକୁ ଲାର୍ଜ ଫ୍ରେମରେ ଆମେ ନଉଛନ୍ତି, ଯେମିତିକି ଆପଣଙ୍କର ଲିନିୟର ପ୍ରୋଗ୍ରାମିଂରେ ଆମର କଣ ଚାଲେ ନା ଫ୍ରେମଟା ଆପଣଙ୍କର ସିଙ୍ଗଲ ଟ୍ରାକରେ ଚାଲିଛି, ଆଉ ଆପଣଙ୍କର ବ୍ରାଞ୍ଚିଂ ମଡେଲରେ ଆପଣଙ୍କ ପ୍ରୋଗ୍ରାମଟା କିପରି ଚାଲିଛି ନା ଆପଣଙ୍କର ବ୍ରାଞ୍ଚ ହିସାବରେ ଚାଲିଛି। କିପରି ନା ଆପଣ ଯେତେବେଳେ ଗୋଟେ କନସେପ୍ଟ ଫ୍ରେମର ଶିଖେଇଲେ, ତାପରେ ଯଦି ପିଲାଟା ନ ବୁଝିପାରିଲା ଆପଣ କଣ କରିବେ, ରେମିଡିଆଲ ଫ୍ରେମକୁ ନେଇପାରିବେ, ଆପଣ ଏକ୍ସଟ୍ରା ଟିଚିଂ ମାଧ୍ୟମରେ ନେଇପାରିବେ। ତ ବ୍ରାଞ୍ଚ ଆଣ୍ଡ ମାଉଣ୍ଟ ଇଜ ଦ ଆଲଗୋରିଥମିକ ମେଥଡ ଇଜ ଟୁ ସଲ୍ଭ ଦ ଅପ୍ଟିମାଇଜ ପ୍ରୋବ୍ଲେମ। ତାମାନେ ଏଟା ଗୋଟେ ମ୍ୟାଥମେଟିକାଲି ପ୍ରୋବ୍ଲେମକୁ ଆମେ ସଲ୍ଭ କରିପାରିବା। ଆଉ କଣ କହୁଛି ଏମସିକ୍ୟୁ ପସିବଲ ଏମସିକ୍ୟୁ ଆମେ ଦେଇପାରିବା, ଏ ମାଧ୍ୟମରେ ପିଲାମାନଙ୍କୁ ଆମେ ସଲ୍ଭ କରି ନେଇପାରିବା। ଯେମିତି ଫ୍ରେମ ଆପଣ ଦେଖିପାରିବେ, ଏଇ ଗୋଟେ ଫ୍ରେମରେ ଆପଣ କଣ କରୁଛନ୍ତି ନା ଆପଣ ଗୋଟେ ଜିନିଷକୁ ଡିସ୍କ୍ରାଇବ କଲେ, ସେଠି ଆପଣ କଣ କଲେ ଗୋଟେ ଜିନିଷକୁ ଡେସ୍କ୍ରାଇବ କରିକି ଆପଣ ଆରାମସେ କଣ କଲେ କନସେପ୍ଟଟାକୁ ନେଇପାରିଲେ। ତାପରେ ଆପଣ ଯଦି ସେଇ କନସେପ୍ଟଟା ନ ବୁଝିପାରିଲେ, ତାପରେ ଆପଣ କଣ କଲେ ରେମିଡିଆଲ ଫ୍ରେମକୁ ଆଣିଲେ। ପୁଣି ଆପଣ ରେମିଡିଆଲ ଫ୍ରେମରୁ କୋଉଠିକି ନେଇପାରିବେ ନା ଆପଣଙ୍କର ହଉଛି କୋଉଠି ମେନ୍ ଆପଣ ନେକ୍ସଟ ଫ୍ରେମକୁ ନେଇପାରିବେ। ସେଠୁ ପୁଣି ଆପଣଙ୍କର ଯଦି ପିଲାଟା ବୁଝିଗଲା ଡାଇରେକ୍ଟ ଫ୍ରେମ 3 କୁ ନେଇପାରିବେ, ଯଦି ନ ବୁଝିପାରିଲା ଆପଣ ରେମିଡିଆଲ ଫ୍ରେମକୁ ଆଣିଲେ। ପୁଣି ଆପଣଙ୍କର ଯଦି କନସେପ୍ଟଟା ବୁଝିଗଲା ରେମିଡିଆଲ ଫ୍ରେମରୁ, ପୁଣି ସେଇ 3 ନମ୍ବର ଫ୍ରେମକୁ ନେଲେ। ତାପରେ ଡାଇରେକ୍ଟ ବୁଝିଗଲା ଯଦି 3 ନମ୍ବର ଫ୍ରେମ, ତାପରେ ଯାଇପାରିବ କୋଉଠିକି ମେନ୍ ଫ୍ରେମକୁ ଯାଇପାରିବ। ଯଦି ନ ବୁଝିପାରିଲା ତାପରେ ପୁଣି ଆସିବ କୋଉଠି ରେମିଡିଆଲ ଫ୍ରେମ। ତ ଏଇ ମାଧ୍ୟମରେ ପିଲାମାନଙ୍କୁ ଆମେ କନସେପ୍ଟ କ୍ଲିୟର କରିପାରିବା ନେଇପାରିବା। ସେଇଥିପାଇଁ ପ୍ରିନ୍ସିପଲ କଣ କହୁଛି, ଏଟା ଗୋଟେ ବ୍ରାଞ୍ଚିଂ ହିସାବରେ ଯାଉଛି, ବ୍ରାଞ୍ଚ ମାଧ୍ୟମରେ ଶାଖା ମାଧ୍ୟମରେ ଯାଉଛି, ବଣ୍ଡିଂ ମାଧ୍ୟମରେ ଯାଉଛି, ଯୋଉଠି ଆପଣଙ୍କର ଅପର ଲୋୟର ମାନେ ସଲ୍ୟୁସନ ମାଧ୍ୟମରେ ଯାଉଛି, ରେମିଡିଆଲ ଟିଚିଂ ମାଧ୍ୟମରେ ଯାଉଛନ୍ତି। ତାପରେ ଫନିଂ ଆପଣଙ୍କ ପ୍ରୋସେସ ଅଫ ଏଲିମିନେଟିଂ ଦ ସବ୍ ପ୍ରୋବ୍ଲେମ, ଯୋଉ ପ୍ରୋବ୍ଲେମଟାକୁ ଏଲିମିନେଟ କରିକା ଯାଉଛନ୍ତି ଏଟା ବୁଝଉଛି। ବା ଏକ୍ସପ୍ଲୋରେସନ ସଲ୍ୟୁସନ ସ୍ପେସ ମାଧ୍ୟମରେ ଯାଉଛନ୍ତି। ଅପ୍ଟିମାଲିଟି ମାନେ କଣ, ଯେତେବେଳେ ଆପଣ କୌଣସି ଜିନିଷକୁ ସଲ୍ୟୁସନ କରୁଛନ୍ତି ମାନେ ଗ୍ୟାରେଣ୍ଟିଡ ଇଟ୍ ୱିଲ୍ ରେକ୍ଟିଫାଏଡ, ମାନେ ଏଟା ଆପଣ ରେକ୍ଟିଫାଇ ହେଇକା ଯିବ। ତାର କ୍ୟାରେକ୍ଟରିଷ୍ଟିକ କଣ, ଏକ୍ସାକ୍ଟ ସଲ୍ୟୁସନ ଆପଣ ପାଉଛନ୍ତି। ଟ୍ରି ଷ୍ଟ୍ରକ୍ଚର ମାଧ୍ୟମରେ ଯାଉଛନ୍ତି। ତାପରେ ଆପଣ ବଣ୍ଡିଂ, ଯେମିତି ଆପଣଙ୍କର ଜିନିଷଟାକୁ ଆପଣ କଣ ଫ୍ରେମକୁ ଧରିକା ଚାଲୁଛନ୍ତି, ଯେମିତି ଆପଣ ରେମିଡିଆଲ ଫ୍ରେମ, ମେନ୍ ଫ୍ରେମ, ପୁଣି ରେମିଡିଆଲ ଫ୍ରେମ, ପୁଣି ଆଉ ଗୋଟେ ଫ୍ରେମ ଏପଟେ ଯାଉଛନ୍ତି। ଏଗୁଡାକ ଆପଣଙ୍କ କଣ ରହୁଛି, ସବୁଗୁଡା ରହୁଛି। ତାପରେ କ୍ୟାରେକ୍ଟରିଷ୍ଟିକ୍ସ ଆପଣ କହିଲେ ଏବେ। ତାପରେ ହଉଛି ଆପଣଙ୍କର ସିକ୍ୱେନ୍ସିଆଲ ଏକ୍ସପ୍ଲୋରେସନ ମାଧ୍ୟମରେ ଯାଉଛନ୍ତି, ସିକ୍ୱେନ୍ସ ମାଧ୍ୟମରେ 1 ଫ୍ରେମରୁ ତାପରେ 2 ନମ୍ବର ଫ୍ରେମକୁ ଯାଉଛନ୍ତି। ତାପରେ ଫ୍ଲେକ୍ସିବିଲିଟି ରହୁଛି, ଏଟାକୁ ଆପଣ ଜାଣି ନିଅନ୍ତୁ। ତାପରେ ଲିମିଟେସନ ଆପଣ ଯାଉଛି କନସେପ୍ଟୁଆଲି ଏକ୍ସପେନ୍ସିଭ ଲାର୍ଜ ପ୍ରୋବ୍ଲେମ, ଏଠି ଲାର୍ଜ ପ୍ରୋବ୍ଲେମ ରହିପାରେ ବି ବେଳେବେଳେ। ଏ ମାଧ୍ୟମରେ ଆପଣ ଲିମିଟେସନ ରହୁଛି। ଡିଫିକଲ୍ଟି ୱିଥ୍ ଲାର୍ଜ ସ୍କେଲ ପ୍ରୋବ୍ଲେମରେ ଡିଫିକଲ୍ଟି ଆପଣ ଫେସ୍ କରିପାରିବେ। ତାପରେ ଡିପେଣ୍ଡେନ୍ସ ଅନ୍ ବଣ୍ଡିଂ ଫଙ୍କସନ କ୍ୱାଲିଟି, ଅଲରେଡି ଏଟା ଆପଣ ଟାଇମ ଟେକିଂ ନେଇଯିବ, ଯାହାଦ୍ୱାରା ଆପଣଙ୍କର ଡିପେଣ୍ଡେନ୍ସ ଅନ୍ ଦ ବଣ୍ଡିଂ ଫଙ୍କସନ ଓନ୍ଲି ଉପରେ ଡିପେଣ୍ଡେଣ୍ଟ ରହିବେ। ଆଉ ଏକ୍ସପୋନେንସିଆଲ ଗ୍ରୋଥ ଆଣ୍ଡ ଟୁ ସର୍ଚ ଦ ଟ୍ରି, ଆପଣ ସବୁବେଳେ କଣ କରିବେ ନା ଟ୍ରି ପ୍ରୋସେସରେ ଆପଣ ଯିବେ। नो ଗ୍ୟାରେଣ୍ଟି ଅଫ ପଲିନୋମିଆଲ ଟାଇମ ସଲ୍ୟୁସନ, ଆପଣ କେତେବେଳେ ପୁଣି ଟାଇମ ସବୁବେଳେ କଣ ଟାଇମ ସଲ୍ୟୁସନ କାଢି ଆପଣ ଯିବେ କି ନାହିଁ, ଏଟା ମ୍ୟାଥମେଟିକାଲି ବି ଆଲଗୋରିଦମରେ ବି ଏଟା ପ୍ରୋବ୍ଲେମ ଦେଖାଯାଏ। ତାପରେ ହଉଛି ମେମୋରି ଆପଣ ୟୁଜ କରିବେ, ଏଟା ଗୋଟେ ୟୁଜେସ୍ ଆପଣ ରହୁଛି। ତାପରେ ହଉଛି ରିକ୍ୱାର ଦ ଫିଜିବଲ ବା ଇନିସିଆଲ ସଲ୍ୟୁସନ ଆପଣଙ୍କର ସବୁବେଳେ ରହୁଛି। ତ ସେଇଭଳିଆ ମାଧ୍ୟମରେ କଲେ କଣ ହବ ନା ଆମ ଟାଇମ ଟେକିଂଟା ସବୁବେଳେ ଲାଗିବ। ତ ଏଇ ଆଶା କରୁଛି ଏଇଟା ଆପଣ କନସେପ୍ଟ ବୁଝିପାରୁଥିବେ। ଏଠି ଆପଣ କନକ୍ଲୁଜନ ରହିଛି, କନକ୍ଲୁଜନ ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରିବେ। ଆଜି ପାଇଁ ଏତିକି, ଧନ୍ୟବାଦ ସମସ୍ତଙ୍କୁ।